आम बर्तमान गोटे मिनिट माँ को नाम जप कर मा 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 Ma 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 ओवर संवेद कंठरे राधार प्रार्थना पहिली देखारे जानिली प्राण प्रभु ईश्वर हृदय देवता घेनिबा हेउ अर्घ्य मोहर सबु मो भावना बेग अनुभूति अंतरे जीवनर गति सकल प्रति अणु शरीरे प्रतिरक्त बिंदु मोहर प्रभु सेना तुमरी एकांते मोहि सर्वमन्ते निश्चिते मो तुमरी मोर बोले किछि रखिनी हेउ इच्छा पूरण जहा बाची देव मो पाई जीवन बा मरण सुख दुख भोग वेदना जहा सुमो पासे तुम्भ दान बोली आदरे बरीने बिहार से गोटी गोटी तुम्भ दान मो ठारे दिव्य संपद बोही आनिबे मो समीपे अपरूप आनंद। दुर्गा स्तोत्र। मातः दुर्गे सिंहवाहिनी सर्वशक्तिदायिनी मातः शिवप्रिय तोर शक्तं सजात आम्भे माने भारतवर्षर युवकगण तोर मंदिर रे आसीन्न प्रार्थना करुसु शुण मातः एई भारतवर्षे आविर्भूत हुआ प्रकाश हुआ। मातः दुर्गे जुगे जुगे मानव शरीर अवतीर्ण हई जन्मे जन्मे तोर ही कार्य करी तो आनंद धाम रे फेरी जाओ एथर भी जन्म हई तहरी कार्य ही आम्भे माने ब्रती शुण मातः एई भारतवर्षे सहाय हुआ। माता दुर्गे सिंहवाहिनी त्रिशूलधारिणी वर्मा आवृत सुंदर शरीरे मातः जयदायिनी तो प्रतीक्षे भारत रही अच्छी तोर से मंगलमयी मूर्ति देखिया को उत्सुक शुण मातः एई भारतवर्षे आविर्भूत हुआ प्रकाश हुआ। माता दुर्गे बलदायिनी प्रेमदायिनी ज्ञानदायिनी शक्ति स्वरूपिणी भीमे सौम्य रौद्र रूपिणी जीवन संग्रामे भारत संग्रामे तोर प्रेरित योद्धा आम्भे माने दियमा प्राणे मने असुरर शक्ति असुरर उद्यम दियमा हृदय रे बुद्धि रे देव चरित्र देव ज्ञान। माता दुर्गे जगत श्रेष्ठ भारत याति निबिड़ तिमिर रे आच्छन्न थिला तू ही मातः गगन प्रांत रे अल्प अल्प उदय हेउछु तोर स्वर्गीय शरीर तिमिर विनाशिनी आभारे उषार प्रकाश हैला
ଆଲୋକ ବିସ୍ତାର କର ମାତଃ ତିମିର ବିନାଶ କର। ମାତା ଦୁର୍ଗେ ଶ୍ୟାମଳା ସର୍ବ ସୌନ୍ଦର୍ଯ୍ୟ ଅଳଙ୍କୃତା ଜ୍ଞାନ ପ୍ରେମ ଶକ୍ତିର ଆଧାର ଭାରତ ଭୂମି ତୋର ବିଭୂତି ଆଜି ପର୍ଯ୍ୟନ୍ତ ଶକ୍ତି ସମୟରେ ଆତ୍ମଗୋପନ କରିଥିଲା। ଆଗତ ସେହି ଯୁଗ ଆଗତ ସେହି ଦିନ ଯେତେବେଳେ ସମଗ୍ର ବିଶ୍ୱର ଭାର ସ୍କନ୍ଦରେ ବହନ କରି ଭାରତ ଜନନୀ ଉଠୁଅଛି। ଆସ ମାତା ପ୍ରକାଶ ହୁଅ। ମାତା ଦୁର୍ଗେ ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବରେ ଉପଯୁକ୍ତ ହେଉ। ହେ ମାତା ବିନାଶ କର କ୍ଷୁଦ୍ରତା ବିନାଶ କର ସ୍ୱାର୍ଥ ବିନାଶ କର ଭୟ। ମାତା ଦୁର୍ଗେ କାଳୀ ରୂପିଣୀ ନୁମୁଣ୍ଡ ମାଳିନୀ ଦିଗମ୍ବରେ କୃପାଣ ପାଣି ଦେବୀ ଅସୁର ବିନାଶିନୀ କ୍ରୂର ନିନାଦରେ ଅନ୍ତସ୍ତରୀପ ବିନାଶ କର। ଗୋଟିଏ ବି ଯେପରି ଆମ୍ଭମାନଙ୍କ ମଧ୍ୟରେ ଜୀବିତ ରହି ନପାରେ ବିମଳ ନିର୍ମଳ ଯେପରି ହେଉ ଏହି ପ୍ରାର୍ଥନା ମାତଃ ପ୍ରକାଶ ହୁଅ। ମାତା ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ରାଶୟତାରେ ମ୍ରିୟମାଣ ଭାରତ ହେ ମାତା ଆମ୍ଭମାନଙ୍କୁ ମହତ୍ କର ମହତ୍ ପ୍ରେୟସୀ କର ଉଦାର ଚେତା କର ସତ୍ୟ ସଂକଳ୍ପ କର ଯେପରି ଆଉ ଅଳ୍ପାସୀ ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହେଉ। ମାତା ଦୁର୍ଗେ ଯୋଗ ଶକ୍ତି ବିସ୍ତାର କର ଆମେ ହିଁ ତୋର ପ୍ରିୟ ଆର୍ଯ୍ୟ ସନ୍ତାନ। ଆମ୍ଭମାନଙ୍କ ମଧ୍ୟରେ ଲୁପ୍ତ ଶିକ୍ଷା ଚରିତ୍ର ମେଧାଶକ୍ତି ଶ୍ରଦ୍ଧା ଭକ୍ତି ତପସ୍ୟା ବ୍ରହ୍ମଚର୍ଯ୍ୟ ସତ୍ୟ ଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟ ଦୁର୍ଗତି ନାଶିନୀ ଜଗଦମ୍ବେ ପ୍ରକାଶ ହୁଅ। ମାତା ଦୁର୍ଗେ ଅନ୍ତସ୍ତରୀ କୁସଂହାର କରି ବାହାରର ବାଧା ବିଘ୍ନ ନିର୍ମୂଳ କର। ବଳଶାଳୀ ପରାକ୍ରମୀ ଉନ୍ନତ ଚେତା ଆର୍ଯ୍ୟ ଜାତି ଭାରତର ପବିତ୍ର କାନନେ ଉର୍ବର କ୍ଷେତ୍ରେ ଗଗନ ସହଚର ପର୍ବତ ତଳେ ପୂତ ସଲ୍ଲା ନଦୀ ତୀରେ ଏକତା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃଚରଣରେ ଏହା ହିଁ ପ୍ରାର୍ଥନା ପ୍ରକାଶ ହୁଅ। ମାତା ଦୁର୍ଗେ ଆମ୍ଭମାନଙ୍କ ମଧ୍ୟରେ ଯୋଗ ବଳରେ ପ୍ରବେଶ କର। ଆମ୍ଭେମାନେ ହୋଇ ଉଠିବୁ ତୋର ଯନ୍ତ୍ର ଅଶୁଭ ବିନାଶୀ ତରବାରୀ ଅଜ୍ଞାନ ତିମିର ବିନାଶୀ ପ୍ରଦୀପ। ହେ ମାତା ଭାରତର ଯୁବକ ଗଣଙ୍କର ଏହି ବାସନା ପୂର୍ଣ୍ଣ କର। ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ ଅଶୁଭ ମନ୍ତ୍ରୀ ହୋଇ ତରବାରୀ ଘୁରାଅ ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର ପ୍ରକାଶ ହୁଅ। ମାତା ଦୁର୍ଗେ ତୋତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ ଶ୍ରଦ୍ଧା ଭକ୍ତି ପ୍ରେମର ଡରରେ ବାନ୍ଧି ରଖିବୁ। ଆସ ମାତା ଆମ୍ଭମାନଙ୍କ ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ। ବୀର ମାର୍ଗ ପ୍ରଦର୍ଶିନୀ ଆସ ଆଉ ବିସର୍ଜନ କରିବୁ ନାହିଁ। ଆମ୍ଭମାନଙ୍କର ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ଦୁର୍ଗା ପୂଜା। ଆମ୍ଭମାନଙ୍କର ସକଳ କାର୍ଯ୍ୟ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃସେବା ବ୍ରତ ହେଉ। ଏହା ହିଁ ପ୍ରାର୍ଥନା ମାତଃ ଭାରତରେ ଆବିର୍ଭୂତ ହୁଅ ପ୍ରକାଶ ହୁଅ ମା ପ୍ରକାଶ ହୁଅ। Antramani Savitri, Book 2, The Book of the Traveler of the Worlds, Canto 5, The Godheads of the Little Life. This huge world on intelligible terms, in the shadow of a mused inconscience, it hides a key to inner meanings missed. It locks in our hearts a voice we cannot hear, an enigmatic labor of the spirit, an exact machine of which none knows the use, an art and ingenuity without sense. This may not elaborate, orchestrate life, forever plays its motiveless symphonies. The mind learns and knows not, turning its back to truth. It studies surface laws by surface thought, life steps, surveys, and nature's processes, not seeing for what she acts or why we live. It marks her tireless care of justice device, her patient intricacy of line detail, the ingenious spirit's brave inventive plan. In her great futile mass of endless works, adds purposeful figures to her purposeless sum. Its gabled storage piles, its climbing roofs on the close carved foundations she has laid. Imagine
citadels reared in mythic air, or mounts a stair of dreams to a mystic moon. Transient creations point and hit the sky. A world conjecture scheme is labored out on the dim floor of mind's incertitude, or painful built a fragmentary whole, impenetrable, a mystery recondite, is the vast plan of which we are a part. Its harmonies are discords to our view, because we know not the great theme they serve. Inscrutable work the cosmic agencies, only the fringe of a wide search we see. Our instruments have not that greater light. Our instruments have not that greater light. Ah. Have full trust in the divine's grace. Hmm. In the divine's grace will help you in all ways. ठीक. Enough. Pranam at the lotus feet of the Divine Mother. କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଉପସ୍ଥିତ ସମସ୍ତ ମାତୃ ସନ୍ତାନ, ଆଜି ତପସ୍ୱିନୀ ଅପାଙ୍କର ବାର୍ଥଡେ, ତେଣୁ ଆମେ ସମସ୍ତେ ବନଫେତ ଜଣେଇବା। ବନଫେତ ଅପା, ବନଫେତ ଅପା, ବନଫେତ ଅପା ଜନ୍ମଦିନରେ ଗୋଟେ ବାଣୀ ପଢ଼ିଲେ। ମୁଁ ଜାଣିବାରେ ଏ ବାଣୀଟି ଜଣେ ସାଧକଙ୍କୁ ମା ତାଙ୍କ ଜନ୍ମଦିନରେ ଦେଇଥିଲେ। ସେ ସାଧକ ତା ପୂର୍ବ ଦିନ ମାଙ୍କୁ ଦେଖା କରିଥିଲେ। ମା ତାଙ୍କର ଜନ୍ମ ତାରିଖଟିକୁ ମନେ ରଖିଛନ୍ତି। ସେ କହିଲେ, ଆସନ୍ତାକାଲି ତୁମର ଜନ୍ମଦିନ ହବ। ସାଧାରଣ କହିଲେ ହଁ। କେତେ ବର୍ଷରେ ପଦାର୍ପଣ କରିବ? ନା 26 ବର୍ଷରେ। ଆଚ୍ଛା ଠିକ୍ ଅଛି, ମୁଁ ତମକୁ ଗୋଟେ ସ୍ପେଶାଲ ଜିନିଷ ଦେବି, କିଛି ମେଟେରିଆଲ ଦେବିନି, କିନ୍ତୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷଟା ଦେବି, ଆଉ ତାକୁ ତମେ ରିସିଭ୍ କରିବା ପାଇଁ ପ୍ରସ୍ତୁତ ହୁଅ। ରାତି ସାରା ତାଙ୍କୁ ଆଉ ନିଦ ହେଇନି। ମା କହୁଛନ୍ତି ଯେ ମୁଁ ମେଟେରିଆଲ କିଛି ଦେବିନି, କ'ଣ ଏମିତି ସମ୍ପଦଟା ଦେବେ ଯେ ତାକୁ ରିସିଭ୍ କରିବା ପାଇଁ ମୋତେ ପ୍ରସ୍ତୁତ ହେବାକୁ ପଡ଼ିବ। ସେଇଠୁ ରାତି ସାରା ସେ ମାଆଙ୍କୁ ଡାକୁଛନ୍ତି, ମା ମୁଁ କ'ଣ କେମିତି ପ୍ରସ୍ତୁତ ହେବି? ମୁଁ ତ ଜାଣିନି ପ୍ରସ୍ତୁତ କେମିତି ହୁଅନ୍ତି। ମୁଁ ଯଦି ପ୍ରସ୍ତୁତ ହେଇ ନପାରିବି, ତମେ ଯାହା ଦେବ ତ ମୁଁ ରିସିଭ୍ କରିପାରିବି। ମା ତମେ ମୋତେ ପ୍ରସ୍ତୁତ କରା। ତେଣୁ ଏଇ ଯୋଉ ମାଆଙ୍କୁ ସେ ଡାକୁଥିଲା ମୋତେ ପ୍ରସ୍ତୁତ କରା, ମାଆଙ୍କୁ ଡାକୁଥିଲା ବାରମ୍ବାର ମୋତେ ପ୍ରସ୍ତୁତ କରା, ଏଇଟା ହେଲା ତା ପ୍ରସ୍ତୁତି। ଆସନ୍ତା କାଲି ପାଇଁ ଯୋଉ ଜିନିଷଟି ଦେବେ, ତା ପୂର୍ବରୁ ମା ତା ପ୍ରସ୍ତୁତି କରେଇଦେଲେ। ସେ ଜାଣିପାରିଲେ ଯେ ମୋ ଦ୍ୱାରା ପ୍ରସ୍ତୁତ ହେଇପାରିବିନି, ମୋ ନିଜ ସାମର୍ଥ୍ୟରେ ମୁଁ କେ ପ୍ରସ୍ତୁତ ହେଇପାରିବି ନାହିଁ। ତେଣୁ ମୁଁ ଯଦି ମାଙ୍କ ସହାୟତା ଲୋଡ଼ିବି ତାହେଲେ ମୁଁ ପ୍ରସ୍ତୁତ ହେଇପାରିବି। ତେଣୁ ସେ ମାଙ୍କୁ ଡାକିଲା, ମା ମୁଁ କେମିତି ପ୍ରସ୍ତୁତ ହେବି? ସେଠୁ ସେ ମାଙ୍କୁ ଯୋଉ ବିକଳ ହେଇକି ଡାକି ଚାଲିଲା, ରାତି ସାରା ଆଉ ନିଦ ହଉନି, ଖାଲି କେମିତି ପ୍ରସ୍ତୁତ ହବ ସେ ମାଙ୍କ ଡାକି ଚାଲିଛି। ଏଇ ଯୋଉ ବାରମ୍ବାର ମାଙ୍କ ଚେତନା ସହିତ ସେ ଯୋଡ଼ି ହେଇକି ରହିଲା, ଏଇଟା ହେଲା ପ୍ରସ୍ତୁତି। ସକାଳୁ ଯେତେବେଳେ ମାଙ୍କ ପାଖକୁ ଗଲେ, ମା ତାଙ୍କୁ ଏଇ କାର୍ଡଟି ଦେଲେ। ସେ କାର୍ଡଟି ପୁଣି ତା ପୂର୍ବରୁ ଚମ୍ପକଲାଲଙ୍କୁ କୁହା କରିକି ବନା କରେଇଛନ୍ତି। ଚମ୍ପକଲାଲ ଯିଏକି ମାଷ୍ଟର ଅଫ୍ କାର୍ଡସ୍, କାହା ପାଇଁ କୋଉ ବାଣୀ ଆବଶ୍ୟକ ତା ଚେତନା ଅନୁସାରେ ମା ବାଣୀ ଦେଇଥାନ୍ତି। ସେ ବାଣୀକୁ ନେଇକି ସେ ଆର୍ଟିଷ୍ଟିକ ୱେରେ କାର୍ଡ ବନାନ୍ତି ହେଲା। ଚମ୍ପକଲାଲ ସେଇଥିପାଇଁ ମାଷ୍ଟର ଅଫ୍ କାର୍ଡସ୍। ତେଣୁ ଚମ୍ପକଲାଲ ବ୍ୟତୀତ ଅନ୍ୟ କେହି ସେମିତି କାର୍ଡ ବନେଇ ପାରନ୍ତିନି। ତେଣୁ ମା ତାଙ୍କ ନାଁ ଦେଇଥିଲେ ମାଷ୍ଟର ଅଫ୍ କାର୍ଡସ୍। ବାଣୀ ଅନୁସାରେ ଆର୍ଟିଷ୍ଟିକ ଢଙ୍ଗରେ ସେ କାର୍ଡ ବନେଇବେ। ତେଣୁ ସେ କାର୍ଡଟା ସେ ଅନୁସାରେ ହୁଏ। ସେଇଠି ଏଇ ବାଣୀରେ ଲେଖା ଥିଲା, have full trust in the divine grace and the divine grace will help you in all ways। ସବୁ ଦିଗରେ, ସବୁ କ୍ଷେତ୍ରରେ ତମକୁ ଦିବ୍ୟ କୃପା ସହାୟ ହବ
ପୂର୍ଣ୍ଣ ବିଶ୍ୱାସ ଏବଂ ନିର୍ଭରତା ରଖ। ଦିବ୍ୟ କୃପା ଉପରେ ଆମର ପରିପୂର୍ଣ୍ଣ ଆସ୍ଥା ରଖିବା ଦରକାର। ଆମେ ବିଶ୍ୱାସ କରୁଛୁ, ମାଙ୍କୁ ଆଉ ବିଶ୍ୱାସ କରୁନୁ ଖାଲି ଅଚୁକି ପାରୁଛୁ। କୋଉଠି ନା କୋଉଠି ଗୋଟେ ଆଙ୍ଗେଲରେ ଆମର ଏଇ ମାଙ୍କ ସହିତ ଗୋଟେ ବିଶ୍ୱାସ ବଢ଼ିଲାଣି, ପରିପୂର୍ଣ୍ଣ ଆସ୍ଥା ତିଆରି ହେଇନି। ଏ ଯେ ପରିପୂର୍ଣ୍ଣ ଆସ୍ଥା କଥା ଯୋଉ କୁହାହଉଛି ସେଇଟା ହଉଛି ବିଶ୍ୱାସ ସହିତ ଭରସା। ବିଶ୍ୱାସ ଅଛି, ଭରସା ଅଭାବ ଅଛି। ବିଶ୍ୱାସ ଅଛି କିନ୍ତୁ ଭରସାର ଅଭାବ ଅଛି। ଭରସା ଅଛି, ଭରସା କେତେ ପରିମାଣରେ ଅଛି? କାର 10%, କାର 20%, କାର 25%, এই ପ୍ରକାର 100% ଭରସା ନାହିଁ। ଯେତେବେଳେ ଆମର 100% ଭରସା ଆସିଯିବ, ମା ଇଜିଲି ସବୁ କାମକୁ ତୁଲେଇ ନେବେ। ଇଜିଲି ଆମେ ଜାଣିପାରିବାନି କେମିତି କାମଟା ହେଇଗଲା, ଜୀବନ କେମିତି ସଜାଡ଼ି ହେଇଗଲା, ମୁଁ ଯୋଉ ପ୍ରୋବ୍ଲେମଟା ଫେସ୍ କରୁଥିଲି କେମିତି ସଲ୍ଭ ହେଇଗଲା। ଏଇ ଯୋଉ କମ୍ପ୍ଲିଟ ଆମର ସେ କମ୍ପ୍ଲିଟ ଭରସା ଦରକାର। ଆମର ସେ କମ୍ପ୍ଲିଟ ଭରସା ରହୁନି। ଏଠି ଯୋଉ କୁହାହେଲା ହାଭ୍ ଫୁଲ୍ ଟ୍ରଷ୍ଟ ଇନ୍ ଦ ଡିଭାଇନ୍ସ ଗ୍ରେସ୍, ଦିବ୍ୟ କୃପା ଉପରେ ପୂର୍ଣ୍ଣ ଭରସା ବା ଆସ୍ଥା ସ୍ଥାପନ କର। ଆମର ଆଂଶିକ ରହୁଛି, ତେବେ ଆଂଶିକ କାହିଁକି ରହୁଛି? ତାର କାରଣ ହଉଛି, ପ୍ରଥମ ଦିଗଟା ହେଲା ଏଇଭଳି। ପ୍ରଥମ କଥାଟା ହେଲା ଆମ ମନର ସ୍ଥିରତାର ଅଭାବ ହେଲା। ଦ୍ୱିତୀୟରେ ପ୍ରାଣରେ ଅସୁମାରୀ କାମନା ବାସନା, ପ୍ରାଣରେ ଅସୁମାରୀ କାମନା ବାସନା, ଆସକ୍ତି, ଅନେକ ପ୍ରକାର କ୍ରିୟା ପ୍ରତିକ୍ରିୟାର ଭାବ। ତୃତୀୟରେ ଶରୀର ସ୍ତରରେ ନିଷ୍କ୍ରିୟତା ବୋଧ, ତାମସିକତା, ପରିବର୍ତ୍ତନ ବିମୁଖତାର ଭାବ। ଏ ତିନିଟା କଥାକୁ ମୁଁ କୋଉ କୋଉ କଥା କହିଲି ଜାଣିହେଲା? ପ୍ରାଣ ସ୍ତରରେ, ମନ ସ୍ତରରେ, ଶରୀର ସ୍ତରରେ କ'ଣ ଅସୁବିଧା ଅଛି? ତେଣୁ ଆମର ପୂର୍ଣ୍ଣ ଆସ୍ଥା ରହିପାରୁନାହିଁ। ମନ କ'ଣ କରୁଛି? କ'ଣ ମୋତେ ଏଇ କାମଟା ଆସିବ ନା ଯେ ମାଙ୍କ ଉପରେ ଭରସା କରିବି? ମୋର ଏତେ ଲୋକ ଅଛନ୍ତି, ମୋର ଏତେ ସାମର୍ଥ୍ୟ ଅଛି, ମୁଁ ଏତେ ପାଠ ପଢ଼ିଛି, ମୋର ଏତେ ଜ୍ଞାନ ଅଛି, ମୁଁ ଏଇ କାମଟା କରିପାରିବିନି ଯେ ମାଙ୍କୁ ଡାକିବି? ଜିରୋ। ଏଇ ଫିଲିଙ୍ଗସ୍ ଆସିଲା ମାନେ ଆମେ ଜିରୋ ହେଲେ। ଆମର ଯେତେ ସାମର୍ଥ୍ୟ ଥାଉ, ଯଦି ମାଙ୍କ ଟଚ୍ ନ ରହିବ ସେ ଭ୍ୟାଲୁଲେସ୍ ହେଇଯିବ, ମୂଲ୍ୟହୀନ ହେଇଯିବ। ତେଣୁ ଆମେ ଯେତେ ସାମର୍ଥ୍ୟ ଥିଲେ ବି ଯଦି ସବୁ କଥାରେ ଆମେ ମାଙ୍କୁ ଡାକୁଥିବା, ଧର ରୁଟି ମୁଁ ବେଲିବି, ରୁଟି ଦୋକାନଟା ଆସିବ ନା ନାହିଁ? ରୁଟି ଚକଟିବି, ଆସିବ ନା ନାହିଁ? ମାଟି ହାଣିବି, ଆସିବ ନା ନାହିଁ? ଏଇଟା କ'ଣ ମାଙ୍କ ସାହାଯ୍ୟ ଦରକାର? ମାଙ୍କୁ ଡାକିବା, ୟେସ୍। ଘାସ କାଟିବା, ଘାସ ଉପାଡ଼ିବା, ପାଣି ଦେବା, ଗଛରେ ପାଣି ଦେବା, ଆସିବ ନା ନାହିଁ? ନା ଏଇ କାମଟା ବି ମାଙ୍କୁ ଡାକିବି ନା? ୟେସ୍। କାହିଁକି? ଯାହା ମାଙ୍କ ସହିତ ଯୋଡ଼ା ହୁଏ ତାହା ଦିବ୍ୟ ହୁଏ, ଯାହା ମାଙ୍କଠୁ ଦୂରେଇ ଯାଏ ସେ ଅଦୀପ ହେଇଗଲା। ତେଣୁ ମାଙ୍କ ସହିତ ଆମ ଜୀବନ ଯୋଡ଼ି ହବ, ଆମର ଚିନ୍ତା ଯୋଡ଼ି ହବ, ଆମର ଅନୁଭବ ଯୋଡ଼ି ହବ, ଆମର ପ୍ରତିକ୍ରିୟା କ୍ରିୟା ସବୁ କିଛି ଗତିବିଧି କାର୍ଯ୍ୟକଳାପ ସବୁ ଯୋଡ଼ି ହବ, ତେବେ ଯାଇ ସେ ଦିବ୍ୟ ହବ। ମାଙ୍କ ସହିତ ଯୋଡ଼ା ନ ହେବା ପର୍ଯ୍ୟନ୍ତ ସେ ଦିବ୍ୟ ହେଇପାରିବ ନାହିଁ। ସାଧାରଣ ଭାବରେ ଲୋକମାନେ କାମ କରୁନାହାନ୍ତି କି? କରୁଛନ୍ତି। ଆଉ ଆମେ ବି ମାଙ୍କ ପାଖରେ କାମ କରିବା। ସେମାନେ ବାଡ଼ି ବଗିଚା କାମ କରୁଛନ୍ତି, ଆମେ ଆଶ୍ରମରେ ବାଡ଼ି ବଗିଚା କାମ କରିବା। ସେମାନେ ପଢ଼ଉଛନ୍ତି, ଆମେ ବି ପଢ଼େଇବା। ସେମାନଙ୍କର ସ୍କୁଲ ଅଛି, ଆମର ବି ସ୍କୁଲ ଅଛି। ସେମାନେ ପଢ଼ିବେ, ଆମେ ବି ପଢ଼ିବା। ଫରକ କ'ଣ? ଆମେ ମାଙ୍କ ସହିତ ଯୋଡ଼ି ହେଇକି ପଢ଼ିବା, ସେମାନେ ମାଙ୍କ ସହିତ ଯୋଡ଼ି ହେବେନି। ସେମାନେ ଅର୍ଡିନାରୀ ଲାଇଫ୍ ବଞ୍ଚିବେ, ଆମେ ଭଗବତ ଜୀବନ ବଞ୍ଚିବେ। କାରଣ ଡିଭାଇନଙ୍କ ଟଚ୍ ଆମ ପାଖରେ ରହିଲା। ଏଇ ଯୋଉ ସବୁ କ୍ଷେତ୍ରରେ ଭଗବାନଙ୍କ ସହିତ ଯୋଡ଼ିବା, ଆଗ ଭଗବାନଙ୍କୁ ଜଣେଇବା, ମାଙ୍କୁ ଜଣେଇବା, ତାପରେ ଯାଇ ଯୋଗ। କାରଣ ଭଗବାନଙ୍କ ବିନା ମୁଁ କିଛି ନୁହେଁ, ଏ ଫିଲିଙ୍ଗ ଯେତେବେଳେ ଆସିବ, ଭଗବାନଙ୍କ ବିନା ମୁଁ କିଛି ଜାଣିନି ଫିଲିଙ୍ଗ ଯେତେବେଳେ ଆସିବ, ଭଗବାନଙ୍କ ବିନା ମୁଁ କିଛି କରିପାରିବି ନାହିଁ ଏ ଫିଲିଙ୍ଗ ଯେତେବେଳେ ଆସିବ, ତେଣୁ ଭଗବାନ ସହ ଯୋଡ଼ି ହେବ, ସେ ଭଗବାନ ଡାକିବ। এইটা হচ্ছে যথার্থ বিনম্রতা। মাଙ୍କ ভাষাରେ ଯଥାର୍ଥ ବିନମ୍ରତାର କ୍ୱାଲିଟି ହେଉଛି ଏଇଟା। ଯାହା ଭିତରେ ଅନୁଭବ ଅଛି
जे भगवान को बिना मु किछि जानिनी, भगवान को बिना मु किछि करि परिबि नाही, भगवान को बिना मु किछि नुहे। ए अनुभव जार अछि से विनय हब, विनय हेले से माँ को साहाଯ୍य लोड़ियो आ माँ को प्रभाव ताटी काम करे सहज। तेणु माँ को प्रभाव तो समस्त पाखे क्रिया माँ दे काढ़ी काम करुच्ची काढ़ी काम करूनी फरक कौन कहीं विनय हेले से रिसीव कर पारिबो, विनय हेले से रिसीव कर पारिबो ना। तेणु विनय हेले मु जानी ना माँ ना मु किछि नुह फिलिंग्स आस मु जेते जानी थाए माँ को न डाकिले से कौन मुई ना धर माँ को बही पड़ी गुड़े मु गोटे कथा कहीदेवी कौन हम मुझे माँ से जोड़ी नहबी से कहबार किसी भैल्यू रही मु किसी करी मोर सामर्थ्य अच्छे बहुत कम कर माँ से जोड़ा न हो से कम मो साधना हेन। तो राति बिछना छाड़ा ठारू राति बिछना जा पर्यंत भोर भोर जहाँ बिछना छाड़ुचे से बिछना जा पर्यंत आम जहाँ जहाँ सब करुचे चिंता अनुभव ये सब आम भगवान सहित जोड़ी करुचे जोड़ी कर कहीं हो आम बाहर प्रभाव आम पाक माड़ी आसी। अच्छा बाहर प्रभाव भितर ढुकुची आम द्वार खोला रखी ढुकुची खाली कौन ढुकी कि ना बाहर प्रति कौटी गोटे द्वार आम खोला अच्छी आग आम भर देखा पड़ो बाहर प्रभाव को ग्रहण करने कौ द्वारा खोला है बंद कर मु मोटर लगे टांकी पानी लोड करी मुझे गाड़ी टांकी टैप खोल देती सका पानी थी ना अवस्था से क्या गोटे द्वारा खोला है पलैब ना नहीं तेना भगवान डाकुचे ये बाहर प्रभाव प्रति द्वारा खोला रखीचे तेना प्रभाव आम भर बलवती रही पार मुझे वर्ष है पार्चर कले कौन मोर किसी होनी हाँ आग द्वारा कौटा खोला अच्छे आग खोजा पड़ो है मु द्वारा देखिपारे मुझे लकटा लगेबी द्वार कौन खोजी पारनी लिकेजटा कौटा मुझे जापारनी ताकू बंद करी हाँ कथा तो सही ना लिकेजटा कौटा तेणु जड़े प्रति मुहूर्त चिंता कर साइलेंट कर दे भगवान का प्रभाव बिना किसी करी तेणु जहाँ मत भगवान को दूरे दूसरी मुझे काम करी तेणु चिंता करूँ मत कौ कम भगवान सहित जोड़ कौ कम मत भगवान दूरे दब जोटा मत भगवान दूरे देला मुझे काम कर से चिंता करी लोके बहुत मत रिमार्क दे पार लोक रिमार्क सहित मोर मतलब क्या मुझे लोकों संसार को आसनी मु भगवान संसार को आसी यदि मु भगवान को संसार को आसी भगवान जो खुशी है मुझे काम करी भगवान जहाँ चाहते मुझे से भगवान जहाँ चाहते मुझे करे बोली मुझे से काम करी आउ अलग किसी कर तेणु जहाँ मत भगवान को दूरे दब मुझे चिंता करी ना माँ गोटे बाणी दी ugly thoughts bring you ugly feelings. Ugly feelings drive you away from the divine and throw you into the defenseless arms of the devil who wants to swallow you up. कौन कहला बाणी ugly thoughts bring you ugly feelings. कुत्सित भावना कुत्सित अनुभव आनी दे कुत्सित अनुभव आम भर कुत्सित भावना को आने अनुभव आसला पुणी अनुभव कौन आसला कुत्सित अनुभव कौन करे अगली फीलिंग्स ड्राइव यू अवे फ्रॉम द डिवाइन भगवान को ठारू दूरे दिए ड्राइव अवे फ्रॉम द डिवाइन तेना तुमको भगवान ठू दूरे दब एंड थ्रो यू इनटू द डिफेंसलेस आर्म्स ऑफ द डेविल
गोटे असुर हाथ से छाड़देव तेनाली थट्स के मारात्मक अनुभव कर कुत्सित भावना केते मारात्मक जानी से हमको भगवान टू दूरे दिए सीधा असुर हाथ में फोपाड़ दब जहाँ आम प्रतिरोध कला भली कौन सामर्थ्य रही तेणु मन स्तर में कुत्सित भावना रखा ना एक कुत्सित भावना कौटा हाँ मो पार्श्वर तो अच्छे तो आज ने काली कर बाघरटा अच्छी गोटे एत बड़े ये चांस छाड़ा ना तो सेठी आग जा प्राण भितर इच्छा तैयारी मन योजना कला ये करदे से पार्श्वर आउ दिन करदे पार्श्वर को नेग्लेक्ट करके गुरुत्व देदेली पार्श्वर को नेग्लेक्ट करके आम बाघर भोजी भात गुरुत्व देले कुत्सित भावना कौटा व्यक्तिगत चरितार्थ को गुरुत्व दबा माँ लिखी कुत्सित लिखी निजर संकीर्ण व्यक्तिगत जीवन को नहीं व्यस्त रहा ठारू बड़ी कदर्य कार्य आ कि ना तेणु जदि डिवाइन का कार्य आम इनवल्व होकर रोचु घर कामटा माँ कौट ना कौट तुले दे आम कह ना परिवार आगे ताको बालांस रखी भगवान काम आग भगवान को गुरुत्व दिंतु परिवारटा से आपे सड़ी जहाँ भगवान दूरेला जो चिंता जो कार्य भरसा पाऊ आमर कहे ना एटा नहन एटा गजर गजर हे गोटे छाड़े नहीं गोटे भगवान काम करूँ गोटे टेंशन नहीं जीव ये पार्टी कर से पार्टी कर कौन ये कि माँ को धरती से खाली माँ माँ हो घरटा ये ठीक अच्छे घर काम फिजिकाली प्रेजेंट रहिले जी करहबनी जदि माँ काम रही से कौन अति सुंदर भाव तुले तार ज्वलंत उदाहरण मो पाखे बहुत अच्छे एटा व्यक्तिगत कथा बोली मुझे कहूनी तार भारी लिविंग एग्जांपल हो बुझे मेडिकल एडमिट कर दे पलैली बरगढ़ तालसीरा प्रोग्राम को है आसिली ऑपरेशन पैसा पत्र सब जोगाड़ होगा सागे सागे ठीक ठाक हो गली पैसा नाला आसिली पैसा सब जोगाड़ होमती है कौटू है ना प्रोग्रामटा को माँ कमिटमेंट देती हठात एमती गोटे हम बोली एटा माँ देती ना तेणु जेहतु हठात ये कमटा माँ देती सी बुझे मत तो प्रोग्रामटा आगे ही माँ दे सी देती ना तेणु मुझे प्रायोरीटी कौट दिगला माँ को कमटा गुरुत्व दिगला देखिए इजिली कम सब होगा है ये जो कॉन्फिडेंस भाई बोल तेणु प्रायोरीटी कौटा दिगला भगवान काम जो प्रायोरीटी दिगला भगवान काम को ताले माँ बुझे ना नहीं केमी सुरखुरी तुले मुझे जानी माँ जानी बुझे सब कम सुरखुरी तेणु आग माँ को गुरुत्व लोके कि आमको से कथा भारी रिमार्क देदेवे लोक बहुत कथा कहते ना भगवान काम गुरुत्व दिया जाए हाँ मु तार आ गोटे उदाहरण दूसरी हाँ 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 ना तार आगुरी उदाहरण है मोर प्रश्न प्रथम अनुभूति उपलब्धि केबे पाइले मां को जानिबार केते दिन पर पाइले अच्छा अच्छा सेमी तो कहि होबनी केते केते घटना हेइ छ मो लाइफ रे हां निबिड़ता मतलब हमें 8-10 साल हम स्कूल आसिला पर घर मां जाली तथापि तो तुम विश्वासटा बढ़े केतेले 12 वर्ष खले हेलानी हमर सेमति कई आसी कथाटा होची तथापि हमर मानसिक एक्सरसाइज जोर होची तेणु टिके माँ काड़ को टिके भगवान काड़ एमती हो जो कम्प्लीटली भगवान उपर छाड़देवा कमटा सुरखुर हो जिनसा के कलापर माँ के छाड़ा रिलेसन आ न छाड़ा पर्यटन रिलेसन आसो ना आम आगे छाड़ी देखिए
ଦେଖିବା ହଉଛି ନା ପରୀକ୍ଷା କରିବାନି ମାଙ୍କୁ ଟୋଟାଲଟା ଛାଡ଼ିଦେବା ମା ତୁ ବୁଝିବୁ ଆଉ ସେ ବିଷୟରେ ମୁଣ୍ଡରୁ ଚିନ୍ତା କରିବା ତାପରେ ଦେଖିବା ସୁରୁଖୁରୁ ହେଇଯିବ ମା ତୁଲେଇ ଦେଇଥିବେ ଏଇଟା ଅଙ୍ଗେ ଲିଭେଇଲେ ରିଏଲାଇଜେସନ୍ ଆସିବ ଆମେ ପ୍ରାକ୍ଟିକାଲ କଲେ ଯାଇକି ଆସିବ ଆମେ ପ୍ରାକ୍ଟିକାଲ ନ କରିବା ପର୍ଯ୍ୟନ୍ତ ଏଇଟା ଆସିବନି ତେଣୁ କାଲି ଯୋଉ ଭାଇ ବୁଝଉଥିଲେ ସେୟା, ପ୍ରଦୀପ ଭାଇ ରୂପଦାର, ହଁ ସେୟା କହୁଥିଲେ କହିଲେ ଯେ ଆମେ ଏଇଟା ଶୁଣୁଛନ୍ତି ବୋଲି ଭଲ ଲାଗୁଛି ହଁ ଆଉ ଯେତେବେଳେ ନିଜ ଉପଲବ୍ଧି କରିବା କନଫର୍ମ ହେଇଯିବା ଯେ ହଁ। କନଫିଡେନ୍ସ ଆସିବ। ହଁ ଯୋଉଟା କହୁଛନ୍ତି ଆପଣ ନିଜେ ଅଙ୍ଗେ ଲିଭେଇଛନ୍ତି ଆଜ୍ଞା ଆପଣଙ୍କ କଥାଟା ଶୁଣୁଛୁ ଯେ ଆପଣଙ୍କ ଝିଅ ବାହାଘର ପଇସା ନଥିଲା ହେଇଗଲା ଆମେ ଗୋଟେ ଚମତ୍କାର ବୋଲି ଭାବୁଛୁ ସେଇଟାକୁ ଯେ ନା ମା ତ ହଉଛନ୍ତି ୱାଣ୍ଡରଫୁଲ ଅଫ ଦ ୱାଣ୍ଡରଫୁଲ୍ସ ମିରାକିଲ୍ ଅଫ ଦ ମିରାକିଲ୍ସ ଆମେ ଯେତିକି ଧର ଖୁସି ହଉଛୁ ଆପଣ ତାର ଉପଲବ୍ଧି ପାଇଛନ୍ତି ବୋଲି ଆପଣଙ୍କର କଂକ୍ରିଟନେସ୍ ଆସୁଛି ମାଙ୍କ ଆଡୁ। ସେମିତି ଆସିବ ସମସ୍ତଙ୍କ ପାଇଁ ମା ସେଇଆ ଖାଲି ମୋ ପାଇଁ ନୁହଁ ସମସ୍ତଙ୍କ ପାଇଁ ମା ସେଇଆ ଉଦାହରଣ ଏକ୍ସାମ୍ପଲ ଆପଣଙ୍କର ଉଦାହରଣ ଆମେ ସେଥିପାଇଁ ଆମର ଆସୁନାହିଁ ଆସିବ ଆସିବ ଆଉ ଟିକେ ଡିପ୍ ମାଙ୍କୁ ବିଶ୍ୱାସ କରିବା ଦରକାର ଭରସା କରିବା ଦରକାର ଏଇ ଭରସାଟା ଯୋଉଦିନ ଆସିବ ମୁଁ ମାଙ୍କ ଉପରେ ଛାଡ଼ି ଦେଇଛି ତାପରେ ମା ତୁଲେଇବେ ଆଉ ମୁଁ ମାଙ୍କ ଉପରେ ଛାଡ଼ି ଦେଇ ତାପରେ ମୁଁ ଚିନ୍ତା କରୁଛି ନା ନକଲି କେମିତି ହବ ମାଙ୍କ ଉପରେ ଛାଡ଼ିଛି ବୋଲି କହୁଛି ପୁଣି କହୁଛି ନା ମୁଁ ନକଲି କେମିତି ହବ ପୁଣି ଏଠୁ ମୁଁ ମୋ ମାନସିକତା ପ୍ରୟୋଗ ତାହେଲେ ମାଙ୍କୁ ଦେଲି କେତେବେଳେ ଯଦି ମୁଁ ବୁଝୁଛି କରିପାରିବି ବୋଲି ତାହେଲେ ମାଙ୍କୁ ଦେଲି କେତେବେଳେ ମାଙ୍କୁ ଦିଆହେଇନି ଆମ ସମର୍ପଣର ଅଭାବ ଅଛି ସମର୍ପଣ ତ୍ରୁଟି ଅଛି ସମ୍ପୂର୍ଣ୍ଣ ରୂପେ ଯଦି ଦେଇ ଦିଆଯିବ ଜୀବନଟା ମାଙ୍କ ପାଖରେ ମା ବୁଝିବେ ତାହେଲେ ସେଠି ଏତେ ସୁରୁଖୁରୁରେ ବୁଝିବେ ଯେ ଯୋଉଟା ଆମ ମାଇଣ୍ଡ ଯୋଜନା କରିକି ଯେତିକି କରିପାରିନଥାନ୍ତା ତା ଅପେକ୍ଷା ଆହୁରି ଫାର 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 ବେଟର ଭାବରେ ମା ତୁଲେଇ ଦେବ ଏଇଟା ପ୍ରାକ୍ଟିକାଲ କଲେ ରିଏଲାଇଜ ଆସିବ ନ କରିବା ପର୍ଯ୍ୟନ୍ତ ଆସିବ ପୁରାପୁରି ମାଙ୍କ ଉପରେ ଛାଡ଼ିବାକୁ ପଡ଼ିବ ହେଲେ ମା କରିବେ ଆମେ କାହିଁ ବ୍ୟସ୍ତ ହବା ମା ତୁଲେଇବେ ଛାଡ଼ିଦିଅ ମାଙ୍କ ଉପରେ ଆମେ ପରଫେକ୍ଟଲି କରିବା ଆମେ କୌଣସି ଆବିଳତା ଭିତରେ ରଖିବା ନାହିଁ ମନରେ କଳ୍ପନା ରଖିବା ନାହିଁ କୌଣସି ବାହ୍ୟ ଭାବନାକୁ ଆମ ଭିତରେ ଢୁକେଇବା ନାହିଁ ଆମେ ଧୀର ସ୍ଥିର ଭାବରେ ରହି ମାଙ୍କୁ ପ୍ରେୟାର କରି ମା ମୁଁ ତୋର ଇନଷ୍ଟ୍ରୁମେଣ୍ଟ ତୁ ମୋତେ ଯେମିତି ବ୍ୟବହାର କରୁଛୁ ଏ ସମସ୍ୟା ତୁ ପହଞ୍ଚେଇଛୁ ତା ଭିତରେ ମୋର କିଛି ପରିବର୍ତ୍ତନ ଦିଗ ଥିବ ମୋର କିଛି ଶିକ୍ଷା କରିବାର ଥିବ ମୋର କିଛି ଅଗ୍ରଗତି କରିବାର ଥିବ ତେଣୁ କୋଉ ପ୍ରକାର ପରିବର୍ତ୍ତନ କୋଉ ପ୍ରକାର ଶିକ୍ଷା କୋଉ ପ୍ରକାର ଅଗ୍ରଗତି ମୁଁ ତ ଜାଣିପାରୁନି ତେଣୁ ତମ ମତେ ସେ ପ୍ରେରଣା ଦେବ ତାପରେ ମା ଦେବ ତେଣୁ ଏଇ ଭାବନାଟା ଆମ ଭିତରେ କଂକ୍ରିଟ ନ ହେବା ପର୍ଯ୍ୟନ୍ତ ଇଏ ମା ନିଶ୍ଚିତ କରିବେ এই কংক্রিটনেসটা ନ ଆସିବା ପର୍ଯ୍ୟନ୍ତ ମାଙ୍କ ଉପରେ ଛାଡ଼ି ହେଉନି ଭରସା କରି ହେଉନି କାରଣ ମନକୁ ସେଇଥିପାଇଁ ସବୁବେଳେ ସାଇଲେଣ୍ଟ କରିବା ଦରକାର ମନ ଏଇ ପ୍ରକାର ଅବିଶ୍ୱାସଜନକ ଭାବକୁ ତିଆରି କରିଦିଏ ମନରେ ଯୋଉ କ୍ଷୁଦ୍ର ଜ୍ଞାନ ଟିକକ ରହିଛି ନା ସେ ଭାବେ ମୁଁ ବହୁତ କଥା ଜାଣି ଦେଇଛି ବୁଝିଲ ତାକୁ ନେଇକି ସେ ଆଗ କ୍ୱେଶ୍ଚନକୁ ଆଗ ଠିକ କରିବ ରିଜନିଂ ମାଇଣ୍ଡ ଆଗ ଠିଆ କରିବ ଭଗବାନଙ୍କର ଗତିଧାରା ମନରେ ମପା ଯାଇପାରିବନି ଭଗବାନ କେତେ ଗତିରେ ଯିବେ ମାଇଣ୍ଡର ସ୍କେଲ ନାହିଁ ମାପି ହବନି ତାଙ୍କର କାର୍ଯ୍ୟ କରିବାର ତରିକା ମାଇଣ୍ଡର କାଲକୁଲେସନ ଭିତରେ ନାହିଁ କେମିତି ଏହାର କାମ ହବ ଜଣେ ଭାଇ ସମ୍ବଲପୁର ଯିବେ ଗୋଟେ କ୍ୟାମ୍ପ ଆଟେଣ୍ଡ କରିବେ ବୋଲି ପ୍ରବଳ ଶୀତ ଭୁଲି ଯାଇଛନ୍ତି ଚଦରା ଆଣିନା ବୁଝିଲା ପାଖରେ ପଇସା ନେଇ ଜଣେ ଭାଇ କହୁଛି ମୁଁ ତମ ଗାଡ଼ି ଭଡ଼ା ଦେବି ତା ସାଙ୍ଗ ନେଇକି ଯାଉଛୁ ଆଉ ଜଣେ ଭାଇ ଉଠିଲେ କମ୍ବଳ ଗୋଟେ ତାକୁ ଦେଲେ କହିଲେ ଭାଇ କମ୍ବଳ ଆଣିନା କରିନ ଶୀତ ହଉଛି ନିଅ ଓହ୍ଲେଇକିରି କୋଉଠି ପଳେଇଲେ ପହଞ୍ଚିଲା ବେଳକୁ ସେ ଲୋକ କିଏ ତା ଚିହ୍ନା ବର୍ଣ୍ଣ କିଛି ନାହିଁ ଥିଓରି କହୁନି ପ୍ରାକ୍ଟିକାଲ କଥା କହୁଛି ତାହେଲେ ସେ ଲୋକ କିଏ ଆସିଲା କିଏ ଦେଇକି ଗଲା ମା କୋଉ ପ୍ରକାର ଭାବରେ ଆସିକି କୋଉ ଲୋକ ମାଧ୍ୟମ ହେଇକି ଦେଇକି ପଳେଇଛି କମ୍ବଳ ମିଳିଗଲା ଜଣେ ଲୋକ ଗାଡ଼ି ଭଡ଼ା ଦେଇଦେଲା ସମ୍ବଲପୁର ଗଲେ କ୍ୟାମ୍ପ ଆଟେଣ୍ଡ କଲେ ଯଦି ମାଙ୍କର ଭରସା ଥିବ ମା ଏଇ ପ୍ରକାର ଲୋକ ଆଣି ପହଞ୍ଚେଇ ଦେବେ ଇଏ ମାଧ୍ୟମ ସେ ମାଧ୍ୟମ ଆଉ ଯଦି କହୁଛ ନା ମୁଁ କା ମାଧ୍ୟମ ଚାହୁଁନି ଡାଇରେକ୍ଟ ମା ଆସନ୍ତୁ ଦେବେ ନା ସେମିତି କେବେ ହବ ହିଁ ନାହିଁ ହେଲା ସେମିତି କେବେ ହବନି ନାହିଁ ମା ଡାଇରେକ୍ଟ ଆସିଲେ ଚିହ୍ନି ପାରିବେ କି ଭାଇ ରୂପରେ ମା ଆସି ପହଞ୍ଚିବେ ଭାଇ ଦେଇକି ଗଲେ ମୁଁ କଣ କହିବି ଭାଇ ଦେଇଛନ୍ତି ଅପାଙ୍କ ରୂପରେ ମା ଆସିକି ଦେଇକି ଗଲେ
ମୁଁ କ'ଣ କହିବି ଅପା ଦେଇଛନ୍ତି ମୁଁ କହିପାରିବି କି ମା ଦେଇଛନ୍ତି ବୋଲି ମୋତେ ସେ ଅପା ଦେଲେ ସେ ଭାଇ ଦେଲେ ସେ ଭାଇ ଦେଲେ ସେ ଅପା ଦେଲେ ଏମିତି କହିବି ମା ଦେଇଛନ୍ତି ବୋଲି କହିପାରିବି ମା ଉପରେ ଛାଡ଼ି ଦେଇଥିଲି ଅପା ମାଧ୍ୟମରେ ମା ପହଞ୍ଚେଇ ଡକାୟତଙ୍କ କଥା ମୁଁ ଆଉଟରେ ପଢ଼ିଥିଲି କହିଥିଲି ବୋଧେ ଆପଣଙ୍କୁ ଯାଇଥିଲି ଆଠମଲ୍ଲିକରେ ପ୍ରୋଗ୍ରାମ ସାରିକି ଫେରୁଛି ମୋର ତା ପରଦିନ ରେଜଲ୍ଟ ବାହାର କରିବା ଦାୟିତ୍ୱ ଅଛି ସକାଳୁ କୌଣସି ପ୍ରକାର ଗାଡ଼ିର ସୁବିଧା ନାହିଁ ବୋଲି କଟକ ବସ୍ ଧରିବି ମଙ୍ଗୁଳିକୁ ଗଲେ ଯାଇକି କଟକ ଧରିବି କଟକ ଭୁବନେଶ୍ୱର କୃପା ଭାଇ ବୋଲି ଜଣେ ଭାଇ ସେ ବ୍ୟାଙ୍କର ମ୍ୟାନେଜର ଷ୍ଟେଟ୍ ବ୍ୟାଙ୍କର ସେ ମୋତେ ଆଣି ଛାଡ଼ିଦେଲେ ଟାଇମ୍ ସେତେବେଳକୁ 7:30 ପାଖାପାଖି ତା ପୂର୍ବରୁ ମୁଁ 5ଟା ବେଳକୁ ପ୍ରୋଗ୍ରାମ କରିକି ସାରି ଦେଇଛି ମୋତେ ଛାଡ଼ିଲେ କେଉଁଠି ନା ବଇଣ୍ଡାରେ ମୋତେ ଛାଡ଼ିଲେ ଭାଇ ଯାଆନ୍ତୁ ସିଆଡ଼େ କାମ ବାକି ରହିଛି ଆପଣ ମୁଁ ତ ଏଠି ଯେମିତି ହେଲେ ଯିବି ଆଉ ଆପଣ ଯାଆନ୍ତୁ ମୋତେ କାହିଁ ଅପେକ୍ଷା କରିବେ ପୁଣି ଯାଆନ୍ତୁ ତାଙ୍କ ଘର ବଇଣ୍ଡା ସେ ପୁଣି ଗଲେ ସେ ସ୍କୁଲକୁ ମୋତେ ଛାଡ଼ି ଦେଇ ପଳେଇଲେ ମୁଁ ଗୋଟେ କାରବାଲାକୁ ହାତ ମାରିଦେଲି ସେ କାରବାଲା ମୋତେ ନେଇ ଆସିଲେ ସବୁଗୁଡ଼ା ପିଇଛନ୍ତି ବର ପଡ଼ିଲେ ପୁଣି ଆହୁରି ପିଇଲେ ଗାଡ଼ି ଚଲାଉଛନ୍ତି ମାନେ 120 ତଳକୁ କଣ୍ଟା ଜମା ଖସୁନି ମୁଁ ଦେଖୁଛି କଣ୍ଟାକୁ ବାପ କି ଗାଡ଼ି ଚଲା ବୁଝୁଛି ମୁଁ ଛାନିଆ ମୁଁ ଆକୁ ଡାକୁଥାଏ ବାଟରେ କହୁଛନ୍ତି ଯେ ଆମେ କେହି ଭଲ ଲୋକ ନଉ ନାଇଁ ନାଇଁ ଆପଣ ଦେବଦୂତ କହିଲେ କେମିତି ମୁଁ ଏଠି ଛିଡ଼ା ହେଇକି ଭଗବାନଙ୍କୁ ଡାକୁଥିଲି ପ୍ରଭୁ ଏଠି ମୁଁ ଯିବି କେମିତି ତମ କାମରେ ମୁଁ ଆସିଥିଲି ତ ମୋତେ କେମିତି ନେଇ ପହଞ୍ଚା ତେଣୁ ଭଗବାନ ଆପଣମାନଙ୍କୁ ପଠେଇଲେ ଆପଣମାନେ ଭଗବାନଙ୍କ ଦୂତ ହେଇକି ଆସିଛନ୍ତି ମୋତେ ନେଇକି ଆସିଛନ୍ତି ତେଣୁ ଆପଣମାନେ ଦେବଦୂତ ଭଲ ଲୋକ ନୁହନ୍ତି କିଏ କହିଲା ନା ଜାଣିନ ଆମ ବାଜ୍ୟ ଲୋକଗୁଡ଼ା ସବୁ ନାହିଁ କହିଲା ଦେଖ ଭୁଜାଲି ପିସ୍ତଲ ସବୁ ଅଛି 2000 ଟଙ୍କା ବିଡ଼ାର ଗୋଟେ ବ୍ୟାଗ୍ ପୁରା ଫୁଲ୍ ହେଇକି ଅଛି କୁଆଡ଼େ ଯାଇଛନ୍ତି ଗୋଟେ ଡକାୟତ କରିକି ଆସିଛନ୍ତି ହେଲା ଦେଖେଇଦେଲେ ଚେନ୍ ଖୋଲିକି ଦେଖ ଭଲ ଲୋକ ଆମେ ବୁଝାଇଲି ଦେଖ ପିସ୍ତଲ ଦେଖ ଭଲ ଲୋକ ଆମେ କନଫିଡେଣ୍ଟଲି ମୁଁ କହୁଛି ଭଲ ଲୋକ ଆପଣମାନେ ଦେବଦୂତ ପୁଣି ଆଣିକି ମଙ୍ଗୁଳି ଛକ ପୁରୁ ଟିକେ ହେଇଛି ଆମର ପାଢ଼ୀ ବସଟାକୁ ମୁଁ ଦେଖିଲି ଏଇଟା ଆମ କେଉଁଝର ଗାଡ଼ିଟା ପାଢ଼ୀ ବସ ସେଠୁ ପାଢ଼ୀ ବସଟା ପାସ୍ କରିଯାଇଛି ମଙ୍ଗୁଳି ଛକ ଗୋଟେ ତାକୁ 200 ମିଟର ଖଣ୍ଡେ ଗଲା ପରେ ତା ଆଗରେ ନେଇ କାଢ଼ିକି ଉଠେଇଦେଲେ ଦେଖି ଗୁଣ୍ଡା ଯେମିତି ସବୁ ଡକାୟତ କରନ୍ତି ଡାକିଲେ ଏ କଣ୍ଡକ୍ଟର ବାହାରିଆ ଗାଡ଼ି ଡ୍ରାଇଭର ରଖ ପୁରା ପିଇକି ଟେଲଟେଲ ହେଉଛନ୍ତି ପୁରା ଗୁଣ୍ଡା ଷ୍ଟାଇଲରେ ଭୁସ୍ ବାଜି ବାହାରି ହେଲେ 4ଟା ସମସ୍ତେ 5 ଜଣ ଆମେ ଅଛୁ ଡ୍ରାଇଭର ସହିତ ମିଶିକି ଆମେ 5 ଜଣ ବାହାରି ହେଲେ 4 ଜଣ ଯାକ ଗାଡ଼ିରୁ 4ଟା ଏକାଥରେ ବାହାରିଲେ ଗାଡ଼ି ଡ୍ରାଇଭର କ'ଣ କରିବ ବସ୍ ଡ୍ରାଇଭର କ'ଣ କରିବ ଛାନିଆ ହବ କି ନାହିଁ ଭାବିଲେ ଏଇଟା ଡକାୟତ ହବ ସବୁ ଡରିକି ଛାନିଆ ସେଠୁ ମୋତେ ଦେଖୁন ଯାଆନ୍ତୁ କଣ୍ଡକ୍ଟର ଡାକିବ ଯିବାକୁ ସିଟ୍ ଦେ ଭଲ ସିଟ୍ ଦେ ଧମକି କହୁଛନ୍ତି ଭଲ ସିଟ୍ ଦେ ସିଏ ବିଚରା ଭିଆଇପି ସିଟ୍ରେ ବସିଥିଲା ଜଣେ ଲୋକ ତାକୁ ଉଠେଇକି ମୋତେ ସେଠି ବସେଇ ତାକୁ ନେଇ କେଉଁ ପଛରେ ନେଇ ପକେଇ କୁଆଡ଼େ ତାକୁ ଦେଲେ କେଣ ମୁଁ ବି ଜାଣିନି ପଛରେ ରାତି ସାରା ଆଉ କଣ୍ଡକ୍ଟର ମୋ ପାଖକୁ ପଇସା ମାଗିବାକୁ ଆସ ସକାଳ ହେଲା ପଇସା ନେବ ନାଇଁ କି ପଇସା ଆପଣ ଦେବେ ମାନେ ଆଉ ତମ ଗାଡ଼ିରେ କ'ଣ ମାଗଣା ମୁଁ କାହା ଗାଡ଼ିରେ ମାଗଣା ଆସେନି ପଇସା ନିଅ ନାଇଁ ନାଇଁ ପଇସା ନେବ ନା ଆଉ ସିଏ ଆଉ ପଇସା ନେବାକୁ ନାରାଜ କାଳେ ପୁଣି ମୁଁ କ'ଣ କହିଦେବି ସେ ଶିଖିବେ ଡରଟା ହେଇଗଲାଣି ସେମାନେ କିଏ ମୁଁ ଚିହ୍ନି ଆପଣ ଚିହ୍ନି ନାହାନ୍ତି ନା ମୁଁ ଚିହ୍ନି ନାହିଁ ତାପରେ କେମିତି ଦୂତ ହେଇକିରି ସେମାନେ ସାହାଯ୍ୟ କରୁଛନ୍ତି ମୁଁ ଯାଇଥିଲି କେଉଁ କାମରେ ଭଗବାନ କାମରେ ବିଶ୍ୱାସ ମାଙ୍କଠି ବଢ଼ିବ ନା ନାହିଁ ଭରସା ବଢ଼ିବ ନା ନାହିଁ এইভাবে প্রত্যেকଙ୍କ ଜୀବନରେ ଗୋଟେ ଗୋଟେ ଇନସିଡେଣ୍ଟ ଥାଏ ହେଲା ସେଇଟା ଭରସାକୁ ବଢ଼ାଏ ହେଲା ତେଣୁ ଆମେ ଯୋଉ ଘଟଣାକୁ ନିଜେ ପାରୁନି ସମାଧାନ କରିପାରିବା ପାଇଁ ମାଙ୍କୁ ସମର୍ପଣ କରିଦିଅନ୍ତୁ ତା ବିଷୟରେ ଚିନ୍ତା କରନ୍ତୁନି ଯେ ତା ବିଷୟରେ ଚିନ୍ତା କଲେ ତା ଜାଣିବା ଆପଣ ଦେଇନାହାନ୍ତି ଆମ ସମର୍ପଣର ଅଭାବ ହେଲେ ଭରସା କମିଯିବ କାରଣ ସମ୍ପୂର୍ଣ୍ଣ ଯୋଉଟା ସମର୍ପିତ ହେଇଥାଏ ତା କାମ ମା ସୁରୁଖୁରୁରେ ତୁଲେଇଥାନ୍ତି ଯଦି ଆମେ ଚିନ୍ତା କରିଥାଉ ନା ମୁଁ ଏଇଟା କେମିତି କରିବି ସେଇଟା କେମିତି କରିବି ତାହେଲେ ହେଇପାରିବ ମା ସେଟା ଠିକରେ କରିବେନି କାରଣ ଆମ ପାଖରେ ରହିଛି ଏପର୍ଯ୍ୟନ୍ତ ସମର୍ପଣର ଅଭାବ ରହିଛି ପୂର୍ଣ୍ଣ ସମର୍ପଣ ହେଲେ
माँ कार्य करेंगे से कार्यर प्रभाव में आम भरोसा बढ़ विश्वास सहित भरोसा बढ़ सब समय आप तो माँ को डाकिदेवी सी करदे थे भरोसा बढ़ीगला पुणी आउ थे एमती बारंबार बारंबार एमती माँ का पूर्ण भरोसा कर छाड़ दिया कम शुरू कर माँ तो अच्छे करते मुझे कहीं करी ना सेटा भी नुहे मोर जहाँ करवा कथा मुझे करी भरोसा करती माँ को मत माँ जेहेतु तैयारी कर मत जेहेतु माँ संसार को आनी मोर विकास में कौ परिवेश रहा दरकार मत माँ से परिवेश मु धर जन को बह कली मोर यही परिवेश रहा दरकार से स्त्री सहित मोर संपर्क रहिले तार चेतनार विकास हो मोर चेतनार विकास हो ताकू बहुत मोर उठेबार थो क्या मोर द्वारा से प्रभावित होबार थो कौन गोटे माँ चिंता करते तेणु से परिवार को जुटे क्या सहित मत बंधन भितर बांधी आम यहाँ माँ कार्यधारा सहज बुझीपर ना माँ से प्रकार कर किए को परिवेश जन्म नब किए को परिवेश किए को परिस्थिति सम्मुखीन हम तार अंतर्गत विकास हम से माँ डिसाइड आम कह ना माँ यहाँ करदे भूल होगा से करदे भूल होगा नेवर भगवान डायरेक्ट आसिक दिखती ना मध्यम दिखती आम से मध्यम प्रति कृतज्ञ रहा दरकार जहाँ मध्यम कृपा दिया आम प्रति कृतज्ञ रहा दरकार कृतज्ञ हो शिखिले माँ हृदय कृतज्ञ हो न पारे कृपा सहज कम कर कृतज्ञ हो शिखा दरकार जहाँ मिलूँ से तो संतुष्ट हो शिखा दरकार एटा भगवान पाखु से भाई मध्यम रो से अपा मध्यम रो भगवान पाखु सो दैट भगवान पाख कृतज्ञ हो शिखा जो भाई अपा मध्यम होती प्रति कृतज्ञ हो शिखा तेना कृतज्ञता पूर्ण भाव आम सब रहा दरकार से कृतज्ञता पूर्ण भावटा केमी खुशी शिखा कृतज्ञता आस ये जो मनर जो द्विधाबोध डाउटफुल माइंड द्विधाबोध ताको आमको दूर करिया पड़े सरल भावटे रखा पड़े सिंपली सिटी जो कहुई सिंप्लिसिटी पूर्ण सरलता सरलतार भगवान प्रभाव काम कर ता भर किसी डाउट मिक्स हो गला रिजनिंग माइंड जो क्वेश्चन कर आरंभ करदेला सी आगे पलि आस ये पछ रही बाहर कहार प्रभाव देखा रिजनिंग माइंड प्रभावटा देखा तेनाली जो रिजनिंग माइंड प्रभाव आगे देखा गला से तो खाली क्वेश्चन करूँ डाउट 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 पर डाउट सब तैयारी करूँ कन्फिडेंट आस सरल शिखा चैत्य सरलता गोटे हूँ मानसिक सरलता अनेक अच्छा सरला लोकटा कि जानते लोके ठकई दिखती मानसिक सरलता चैत्य सरलता जन रोना ठकई पार नहीं कारण सी जब जन लोक ठकई देती कथा पाखु जमी आसा कथा आस माँ दे देते कि से लोक क्रिटिकल परिस्थिति मान उपजी से रियलाइज करना है तेणु आम मैंने ये जो सिंप्लिसिटी को दी प्रकार अर्थ बुझे गोटे मानसिक स्तर सिंप्लिसिटी आ गोटे चैत्य सरलता हूँ सब गुरुत्वपूर्ण जब हम अंतरात्मा सहित संपर्कित अच्छु से जो सरल भाव विश्वासटा अच्छी ये मो माँ मुझा पिला फिलिंग्स आनंद ध्यान समय मो माँ पाखे कथा माँ को फोटो पाखे छिड़ा हूँ माँ को अनातु बहुत समय माँ पाखे दिखाँ माँ को अनातु 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 तापर माँ सहित कथा हूँ माँ सहित जो कथबार्ता आरंभ हम माँ सहित संपर्कटा जोड़ी से क्रुएलिटी अलग किसी पशबन सरलता तेणु माँ सहित ये जो कथोपकथन जरिया माँ को मुह को देखा द्वारा आमर जो भाव भितर या मन से हूँ सरलतार भाव माँ आम भर से सरलता कौट देखी तेणु आमको बासी परिसर भितर आनी खालीटार आम आसनु माँ आम भितर कौटी ना कौटी गोटे सिंप्लिसिटी को देखी है से सिंप्लिसिटी को देखी आमको ग्रहण कर जहाँफल आम माँ तैयारी हो माँ को सेवा करने गोटे सुजोग पाऊँ तेणु मुझे आसी यहाँ हूँ माँ कृपा घंटे हो 10 मिनट हो 5 मिनट हो माँ पाखु आसटा भी माँ को कृपा तेणु माँ कृपा मो प्रति अच्छी बोली मुझे टाणी आस
କୃପା ନଥିଲେ ମା ଆସିପାରିନଥାନ୍ତି। ତେଣୁ ଏ ଦୃଷ୍ଟିରୁ ମାଙ୍କ କୃପା ଆମ ପ୍ରତି ସମସ୍ତଙ୍କ ପାଇଁ ରହିଛି, ଏଇଟା ବୁଝିବାକୁ ପଡ଼ିବ। କୃତଜ୍ଞ ହେଇପାରୁଛୁ କି, ଭରସା ରଖିପାରୁଛୁ କି? ମାଙ୍କ ଉପରେ ଭରସା କରି ଚାଲିଥିବା ମୋର ସ୍ପିରିଚୁଆଲ ପ୍ରୋଗ୍ରେସ। ଗୋଟିଏ କଥା ମନେ ରଖିବା, ମାଙ୍କର ଭରସା କଲେ ସ୍ପିରିଚୁଆଲି ଆମେ ଯାହା ହବା କଥା ମା ଦେଇପାରିବେ, ମ୍ୟାଟେରିଆଲି ନୁହେଁ। ଏଇଟା ଭଲ କି ମନେ ରଖିବା। ଯଦି ଜଣଙ୍କର ମ୍ୟାଟେରିଆଲ ଲାଇଫ ହାଇଫାଇ ହେଲେ ସେ ଆଧ୍ୟାତ୍ମିକ କାମ ଠିକ କରିପାରିବ, ତା ପାଇଁ ମ୍ୟାଟେରିଆଲଟା ତିଆରି କରିଦେବେ, ତାହେଲେ ସେ ଆଧ୍ୟାତ୍ମିକ କାମ ଭଲ କରିବ। ଜଣକୁ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବନେଇ ଦିଆଯାଏ, ସେ କୋଟି କୋଟି ଟଙ୍କା ଇନକମ୍ କରିବ, ହେଲେ ମାଙ୍କ କାମ ପାଇଁ କୋଉଠି ବିଲ୍ଡିଂ ଦରକାର, କୋଉଠି ଆଉ କ'ଣ ଦରକାର, ସେ ସବୁ ବନେଇଦବ। ମାଙ୍କ କାମର ପ୍ରସାର କରିବ, ତାହେଲେ ତାର ଏଇଟା ହବା ଦରକାର, ମା କରିଦେଇଥିବ। କାହାକୁ ଗୋଟେ ଗରିବ ଅବସ୍ଥା ଦେଇଥିଲେ, ସେ ମାଙ୍କ ପ୍ରତି ଭାବପୂର୍ଣ୍ଣ ଭାବରେ ସେ ସମ୍ପର୍କିତ ହବ, ତାର କଥା ଅନ୍ୟକୁ ପ୍ରଭାବ ପକେଇବ, ତାକୁ ସେ ଗରିବ ଅବସ୍ଥା କରିଥିବେ। ତା ପାଇଁ ଗରିବ ଅବସ୍ଥାଟା ଅନ୍ୟମାନଙ୍କ ପାଇଁ ମାଙ୍କ କାମ ପ୍ରସାର ପାଇଁ ସାହାଯ୍ୟ କରିବ। ତ କାହା ପାଇଁ କୋଉଟା ଦରକାର ଏଇଟା ଆମେ ଜଜ୍ କରିପାରିବା। କାହା ପାଇଁ ଗରିବ ଅବସ୍ଥା ଭଲ, କାହା ପାଇଁ ଧନୀ ଅବସ୍ଥା ଭଲ, ହେଲା ଆମେ ସେଟା କହିପାରିବାନି, ଜଜ୍ କରିପାରିବାନି, କେବେ ରିମାର୍କ ଦେଇପାରିବାନି। ତେଣୁ ଯାହା ପାଇଁ ସ୍ପିରିଚୁଆଲି ଯାହା ହବା ଆବଶ୍ୟକ ମା ସେଇଟା କରିବ। ଆମେ ମାଙ୍କର ଭରସା କରି ଶିଖିବା। ତେଣୁ ଗୋଟେ କାମରେ ଯଦି ଆମେ ଦେଖିଲେ ଆମେ ପାରିଲେନି, ଆମେ କ'ଣ କହୁଛୁ ମା ଚମତ୍କାର ଦେଖେଇଦେଲେ। ମା ତ ଏମିତି ଅନେକ ଚମତ୍କାର କର। ମା ହଉଛନ୍ତି ମିରାକିଲ ଅଫ ଦ ମିରାକିଲ୍ସ। ମାନେ ଏତେ ଆମେ ସବୁ ତିଆରି ହେଇଛେ, ଅଲଗା ଅଲଗା ରୂପ କେମିତି ମିଶୁଛି, ଗୁଣ ମିଶୁଛି, ଚରିତ୍ର ଚେତନା ସବୁ ଏକା, ଅଲଗା ଅଲଗା ହେଲା କେମିତି? କିଏ ତିଆରିଲା ଏମିତି ଅଲଗା? ମା ତିଆରି। ତେଣୁ ମା ଚମତ୍କାର ଭିତରେ ଚମତ୍କାର ନା ନାହିଁ। ତେଣୁ ମାଠୁ ବଡି ଚମତ୍କାର ଆଉ କିଏ କରିପାରିବେ? ଏମିତି କଲେ ତାର କାରଣ ହଉଛି ସେ ଲୀଳାମୟୀ। ପ୍ରଭୁଙ୍କର ଲୀଳାକୁ ସେ କାର୍ଯ୍ୟକାରୀ କରୁଛନ୍ତି। ନା ସେ ଗୋଟେ କରିବାକୁ ଚାହୁଁନାହାନ୍ତି। ଡିଭାଇନ ଏକରୁ ଅନେକ ହବାକୁ ଚାହିଁଲେ ତାରି ଭିତରେ ସେ ପ୍ରକାଶ ହବ। ଏ ଅଲଗା ଅଲଗା ରୂପ କଥା ତ, ସବୁ ଭଗବାନ ପରିଣତ ହେବେ, ସେଇଟା ଡେଷ୍ଟିନେସନ। ସେଇଟା ଥକି ନାହାନ୍ତି, ସେଇଟା ହଉଛି ଲୀଳା। ମାଙ୍କର କାର୍ଯ୍ୟଧାରା ଚୈତ୍ୟସ୍ତରରେ ରହେ। ତେଣୁ ଏସବୁ ଲୀଳା ଯୋଉ କରିଛନ୍ତି, ଭାଇଙ୍କର କ୍ୱେଶ୍ଚନଟା ତାଙ୍କ ପାଇଁ ଠିକ ଅଛି। କାରଣ କ'ଣ, ଏଇଟା ଆମ ସମସ୍ତଙ୍କ ପାଇଁ ଠିକ। ଏଇଟା ଯେ କି ଗୋଟେ ସାଧାରଣ ବ୍ୟକ୍ତି ବି ଏଇ କଥାଟା ଆଗେ କହିବ। ହଁ, ଏଇଟା ସାଧାରଣ ବ୍ୟକ୍ତି ଏଇ କ୍ୱେଶ୍ଚନଟା କରିବନି। ଭାଇଙ୍କର କ୍ୱେଶ୍ଚନ ଆମେ ସିନା ଫଣ୍ଡା କ୍ଲିୟର ହେଇଥିଲେ ଜଣକୁ ଆମେ କନଭିନ୍ସ କରିପାରିବା, ଆଉ ଆମେ ଯଦି ଫଣ୍ଡା କ୍ଲିୟର ନୁହେଁ ଆମେ କାହାକୁ ବୁଝେଇ ପାରିବା? ତେଣୁ ମା ଏତେ କଥା ତିଆରିଲେ କାହିଁକି? ମା ତିଆରି ନାହାନ୍ତି, ପ୍ରଭୁ ଚାହିଁଲେ ଏକରୁ ଅନେକ ହବା ପାଇଁ, ତେଣୁ ଅନେକ ତିଆରି କରାଗଲା। କାରଣ ସେ ଆଉ ଏକ ହେଇକି ରହିବାକୁ ଚାହିଁଲେନି, ଅନେକ ହେବେ, ଅନେକ ଭିତରୁ ସେ ପ୍ରକାଶ ପାଇବେ। ଅର୍ଥାତ୍ ଅନେକ ଭଗବାନ, ଜଣେ ଭଗବାନ ଅନେକ ଭାବରେ ଯେମିତି ପ୍ରତିବିମ୍ବିତ ହୁଅନ୍ତି। ଯୋଉଠି ଦେଖିବା ଭଗବାନ, ସବୁ ଆକାଶରେ ଗୋଟେ ସୂର୍ଯ୍ୟ ଅଛି, ମୁଁ 200 ଖଣ୍ଡ ମାଠିଆ ରଖିବି ଏ ହାଣ୍ଡି, ତାଙ୍କୁ ଲୀଳାଟା ସେଇଟା ବା ପୁଣି ଏକ ହେଇଯିବ। ଆଉ ଯୋଉମାନେ ହେଇନାହାନ୍ତି ସିଏ ଫ୍ରେମରେ ପଡ଼ିଛନ୍ତି, ପୁଣି ହେବେ ଏକ। ଗୋଟେ ଥର ଏକ ହେଇସାରିବା ପରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ଭଗବାନଙ୍କର ହେଇକି ଥିବ। ତ ସୃଷ୍ଟିର ଯୋଉ ଅମରତ୍ୱ କଥା ସେ ପ୍ରକାଶିତ ହଉଥିବ, ସୃଷ୍ଟିର ଯୋଉ ଦିବ୍ୟ ଜୀବନ ସେ ପ୍ରକାଶିତ ହବ, ସୃଷ୍ଟିର ଯୋଉ ଅମରତ୍ୱ ସେ ପ୍ରକାଶିତ ହବ। ଆଉ ମୃତ୍ୟୁ ନଥିବ, ସୃଷ୍ଟି ଦିବ୍ୟ ହେଇଯାଇଥିବ, ଦିବ୍ୟ ଜଗତ ହେଇଯାଇଥିବ। ତେଣୁ ଯୋଉ ଅଦିବ୍ୟତା ରହିଛି ଜଗତ ଭିତରେ ସେ ଦିବ୍ୟତା ରୂପ ନେଇଯିବ। ଏଇଟା ହଉଛି ତାଙ୍କର ଲୀଳା। ଏ ଲୀଳା କରିବା ପାଇଁ ସଂସାରକୁ ତିଆରି କରିଛନ୍ତି, ଆଉ କିଛି ନାହିଁ। ଭଗବାନ ତାର ଲୀଳା କରିବା ପାଇଁ ଗୋଟେ ସଂସାର ତିଆରି ହେଇଛି। ସେ ସଂସାରରେ ଏସବୁ ଜିନିଷ ରହିଛି, ଅଡୁଆ ତୋଡ଼ା ରହିଛି। କାରଣ ଲୀଳା ନ ନେଇପାରିବନି। ଅଡୁଆ ରଖିଲେ ପୁଣି ସଜଡ଼ା ହେବା ପାଇଁ ଖେଳଟା ହବ। ତାପରେ ଯିଏ ସଜାଡ଼ି ଚାଲା ତାର ଠିକ ଫର୍ମକୁ ଆସିଗଲା, ଆଉ ତାର ସଜାଡ଼ିବା ଦରକାର ନାହିଁ। ହଁ, ପୁଣି ପୁଣି ଏକ ହେଇଯାଇଥିବା, ଗୋଟେ ହାର ହେଇକି ଥିବା, ସବୁ ଏକ ହେଇକି ବାନ୍ଧିକି ଥିବା, ଗୋଟେ ଗୁନ୍ଥି ହେଇକି ଥିବା। ତେଣୁ ଭଗବାନଙ୍କର କାର୍ଯ୍ୟଧାରା ସବୁବେଳେ ଦିବ୍ୟ ଭାବରେ ହୁଏ। ପ୍ରତ୍ୟେକଙ୍କର ସ୍ୱଭାବ ଅନୁସାରେ ସେ ଦିବ୍ୟତା କାର୍ଯ୍ୟକାରୀ ହୁଏ। ସେ କେତେ ଗ୍ରହଣ କରୁଛି, କେତେ ତା ଭିତରେ ଭାବ ରଖୁଛି, ତା ମନୋଭାବ ଅନୁସାରେ ତା ପାଇଁ ସେଟା ପ୍ରକାଶିତ ହୁଏ। ତେଣୁ ବ୍ୟକ୍ତିର ମନୋଭାବକୁ ଯଦି ବଦଳେଇ ଦିଆଯାଏ
सी ता परिवर्तन करता मनोभाव को यदि परिवर्तन करे ताले माँ ता पाई बहुत किसी तेणु माँ जो कार्यधारा आम माइंड रो बहुत ऊर्धर कथा आम माइंड रे ताको बुझिले हबनी गोटे साधारण लोक सहित मन स्तर आस तो निहत से प्रश्न करिवो ना कहना आम श्वास पवन नौ किए तैयारी पानी किए तैयारी माटी किए तैयारी अग्नि किए तैयारी गछ किए तैयारी गछटे लगे फलटा किए फल आम गछर जत्न आम नहीं फल आम फलाऊँ कि तो जड़े चाहिए गचर विभिन्न प्रकार फल से बाहर कर यदि मनीष फल तैयारी कर जानता तेना गोटे गछ लगे देखिए ता भर सेव बाहर कला अंगूर बाहर कला सपेटा बाहर कला आउ कौन बाहर कला आंब बाहर कला पणस बाहर कला हम ना मनीष तैयारी कर गचर फलटा भगवान फलाऊँ तेना सबुरी भितर भगवान का क्रियाधारा होना ना तेना आम भितर से होना ना जहाँ 10 वर्ष तले कौन थे बर्तमान कौन टी कंपेयर कर दो तार से बुझ हाँ सतर 10 वर्ष तले जहाँ थी बर्तमान चेंज किए कला चेंजटा मनीष कर भगवान कर भगवान कार्यधारा विश्वासटा आने पड़ो भगवान जेहतु लीला करने इच्छा कले माँ ए संसार को तैयारी कले कारण एक से अनेक हे अनेक भितर से रे से अनेक भितर से प्रकाश पाए अर्थात जुआड़े जुआड़े सृष्टि होती तार भीतर से प्रकाश पाए ये जो प्रकाश कम सहयोग करने आम मनीष मान तैयारी कर यहाँ है मनुष्य उद्देश्य जो भगवान जो अनेक रूप अनेक भाव प्रकाश पाइबे से प्रकाश कम आम सहयोग करने आम मान मानव जीवन दिखाई यही कथाटी को जब आम क्लीयर हो पारिबा ताला आम केवल भगवान को सेवार लगे भगवान सेवा माने आम बुद्ध कौन कि हाँ बुद्ध रिलीफ सेंटर खाली आसिक सेवा कले भगवान सेवा हम ये जो भावटारे करुचु ये आसिले जो भाव तैयारी होती घरे से भावटा हो ये प्राक्टिसटा है घरे से प्राक्टिसटा रही से भाई ये माँ का कम करू करूका ये जो स्पिरिट रे करा होची से प्राक्टिसटा कौट घरे भी हो घरे भी से माँ का परिवार तेणु आम सब बापा भाई तेणु सब कम कला बेले नाम जप कर घर नीट एंड क्लीन रखा बही पत्र खाता पत्र सब सजाड़ी रखा आ लुगापटा सब सजाड़ी रखा घर बासन कुसन सब सजाड़ी रखा आ जो कम करा परफेक्ट करा परिष्कार परिच्छन करा एमती गोटे भावना तैयारी प्रसाद बनाऊे भावा एमती होगा साधना तेणु ये प्राक्टिसटा ये ट्रेनिंग सेंटरटा ये आसते आम ट्रेनिंग नापी ट्रेनिंग नाला कौट फिल्डा कम कर फिल्ड है घर तेणु कम कर फिल्ड है घरटा तापूर्व ट्रेनिंग है ये तेणु ये आसिक आम ट्रेंड जब ठीक हवा तो घरे जाकि ठीक इम्प्लीमेंट करवा तेणु आम ये से आसू ये प्राक्ट कर ये जो भाव कम करा हुए से भावटा जब घरे भी रही पार ये जमी आम अपा भाई ये सब माँ ये आध्यात्मिकता घरे भी सेमती आम भावटा रखा यही कथाटा जब आम अनुभव करें घरे भी साधना हम श्रीनंद कहले ना माँ कहले व्हाट एवर यू डू इट एज परफेक्टली एज यू कैन दैट इज द बेस्ट सर्विस टू द डिवाइन इन मैन है व्हाट एवर यू डू जहाँ कर माँ तो कम छोट बड़ देना जी जो काम करू किंतु परफेक्टली कर डू इट एज परफेक्टली एज यू कैन जिते परफेक्ट आम कर परफेक्ट कर एज परफेक्टली एज यू कैन दैट इज द बेस्ट सर्विस टू द डिवाइन इन मैन ताहा ही मनुष्य पक्षे सर्वोत्कृष्ट भगवान जो पाठ पढ़ू परफेक्टली पढ़ू ये परफेक्ट जोड़ला माने कौन हम ना भगवान जहाँ डायरेक्ट ना निर्देशित ना से परफेक्ट कारण भगवान सर्वोच्च पूर्णता सर्वोच्च पूर्णता कौटी भगवान पाखे अच्छे भगवान पाखे आम कर्म उद्दिष्ट हो भगवान उद्दिष्ट हो जीवन उद्दिष्ट हो चिंता उद्दिष्ट हो भावना कल्पना सब उद्दिष्ट हो जीवन कौन हो दिव्य जीवन हो जो कर्म हो दिव्य कर्म हो तेणु यहाँ गोटे प्राक्टिस दरकार बिना प्राक्टिस संभव हो पार तेणु आम से सेंटर को आसू कलेक्टिव ये आम भर गोटे मातृ परिवार गोटे फिलिंग्स अच्छी आम परिवार तू ता मे माँ अच्छी कम बेसी हेले वाद विवाद अच्छी है आमर ये अच्छी ये कहीं ना
ଏଠି କି ଫିଲିଙ୍ଗସ୍ ଏଠି ଗୋଟେ ଚୈତ୍ୟଗତ ସମ୍ପର୍କ ରହୁଛି ଆମ ପରିବାର ଆମେ ସେଇଟା କରିବା ଚୈତ୍ୟଗତ ସମ୍ପର୍କରେ ଆମେ ବାନ୍ଧିବା ଏଠି କିଏ ଦେଲା କିଏ ନଦେଲା ହିସାବ କରିବାନି କିଏ ବେଶୀ କଲା କିଏ କମ୍ କଲା ନାହିଁ କିଏ ଅଧିକ କରୁଛି କହୁଛି ମୁଁ କ'ଣ ଏଠି ଅଛି ପୋଇଲି ଖଟିବି ଖାଲି ସିଏ ଆସିକି ଗୋଡ଼ ଉପରେ ଗୋଡ଼ ପକେଇକି ବସିବେ ମୁଁ ଖାଲି ରୋଷେଇ କରିଦେବି ଆରେ କର୍ମୀ ବୋଲି ତମ କର୍ମ ପୁରସ୍କାର ଦେଇ ଦିଆହେଇଛି ଯଦି ଏଇଠୁ ଏଇଟା ଶିଖି ଯାଇଥିବା ସେ ଅବଜେକ୍ସନ୍ କରିବ ମୁଁ କର୍ମୀ ବୋଲି ମୋତେ କର୍ମ ଅଧିକ କରିବା ପାଇଁ ଦିଆହେଉଛି ତେଣୁ ଭଗବାନଙ୍କର ଅଧିକ କୃପା ମୋ ପାଇଁ ଅଛି ତେଣୁ ମୋତେ କର୍ମ ପୁରସ୍କାର ଦିଆହେଇଛି ସେ ଅବଜେକ୍ସନ୍ କରିବ କି ଏଇଠି ସିନା ଆସୁଥିଲା ବୋଲି ଶିଖିଲା ଜାଣିଲା ଜ୍ଞାନ ହେଲା ଅବଜେକ୍ସନ୍ କଲାନି ନ ଆସିଥାନ୍ତା ଯଦି ବାଦ ବିବାଦ କରିଥାନ୍ତା କି ନାହିଁ ଘରେ କଳିକଜିଆ ହେଇଥାନ୍ତା କି ନାହିଁ ତେଣୁ ପ୍ରତି ମୁହୂର୍ତ୍ତରେ ଭଗବାନଙ୍କର କୃପା ଆମ ପ୍ରତି ରହିଛି ହେଲା ଆମେ କେବଳ ତାକୁ ଟିକେ ଜାଣିପାରୁନୁ ହେଲା ଅଭିମାନ କରୁଛୁ ଅଭିମାନ ଯେବେ କରିବା କୃପାରୁ ଦୂରେଇବା ଏଇଟା ଭଲ ଲାଗି ମନେ କେବେ ଅଭିମାନ ନୁହେଁ କେବେ ଅଭିମାନ କରିବାନି ମୋ କଥା ଶୁଣୁନାହାନ୍ତି ମୋତେ ଦଉନାହାନ୍ତି କମ୍ ଦଉଛନ୍ତି ତାକୁ ବେଶୀ ଦଉଛନ୍ତି ତାର ସେ ପ୍ରିୟ ମୁଁ ଅପ୍ରିୟ ତୋର ମୋର କରୁଛନ୍ତି ନା ନା ମାଙ୍କର ପିଲା ଆମେ ସମସ୍ତେ ଆମେ ଯେତେ ବିନୟ ହେଇପାରିବା ଯେତେ ଆନ୍ତରିକ ହେଇପାରିବା ଆମେ ସେତେ ମାଙ୍କ ପାଇଁ ଯୋଗ୍ୟ ହବା ମାଙ୍କ କୃପା ସେତିକି ପାଇପାରିବା ତେଣୁ ଆମେ କେବେ ବୁଝିବାନି ତାର ବେଶୀ ମୋର କମ୍ ନା ମା ସବୁବେଳେ ଇଭିନ୍ ଆମେ ଯେଉଁ ପ୍ରଣାମଟି କରୁଛନ୍ତି ଜାଣିବା ଦରକାର ମାଙ୍କ ପାଖରେ ପ୍ରଣାମ ବି ପହଞ୍ଚୁଛି ମା ସେ ପ୍ରଣାମଟାକୁ ରିସିଭ୍ କରୁଛନ୍ତି କେଉଁ କଥା ମା ରିସିଭ୍ କରୁନାହାନ୍ତି ଆମର ପ୍ରତ୍ୟେକ ମୋମେଣ୍ଟରେ ସେ ଆମକୁ ଦେଖୁଛନ୍ତି ସେ ମୋତେ ବାଣୀ ଦେଲେ ଅଲୱେଜ୍ ୱେଭ୍ as if the mother is looking at you. Indeed, she is always because she is indeed always present. ବାସ୍ତବରେ ସେ ସବୁବେଳେ ଉପସ୍ଥିତ ଅଛନ୍ତି ସବୁବେଳେ ଏମିତି ଆଚରଣ କର ଯେମିତି ମା ତୁମକୁ ଦେଖୁଛନ୍ତି ଯଦି ମା ଦେଖୁଛନ୍ତି ଭୁଲ କରିହେବ କି ତେଣୁ ଜଣେ ରେକ୍ଟିଫାଏ ପାଇଁ ସୁଯୋଗ ନା ନାହିଁ ଏଇଟା ମାଙ୍କ ଉପସ୍ଥିତି ଯଦି ଅନୁଭବ କରିପାରିଲା ଜଣେ ସଂଶୋଧିତ ହେଇଯିବ ତା ଜୀବନରେ ସେ ଭୁଲ କରିପାରିବନି ଭୁଲ ନ କଲେ ମାଙ୍କ ନିକଟତର ହବ ନା ନାହିଁ ମାଙ୍କ କୃପାର ହକଦାର ହବ ନା ନାହିଁ ତେଣୁ ଏଇଭଳି ଭାବରେ କାହା ଜୀବନ ପାଇଁ କୋଉ ପ୍ରକାର ଭାବରେ ଆବଶ୍ୟକତା ଅଛି ମା ସବୁ ଜାଣିଛନ୍ତି ସବୁ ଦେଉଛନ୍ତି ହେଲା ତେଣୁ ଆମେ ଅନେକ ବହୁତ ବହି ପଢ଼ନ୍ତି ଜ୍ଞାନ ପାଇଁ ଆଚ୍ଛା ଜ୍ଞାନକୁ ନେଇକି ଭକ୍ତି ଦେବା ଦରକାର ଭକ୍ତି ଭିତରେ ଗୋଟେ କ'ଣ ରହିବ ଆତ୍ମୋତ୍ସର୍ଗ ଆତ୍ମନିବେଦନ ଆରାଧନା ସମ୍ମାନ ତାଙ୍କର ଆଦର୍ଶକୁ ଜୀବନରେ ପ୍ରତିଫଳିତ କରିବାର ଯେଉଁ ଭାବଧାରା ତେବେ ଯାଇ ଭକ୍ତି ସେ ଅନୁସାରେ କର୍ମ ବି ହେବ ଜ୍ଞାନ ଦରକାର ନା ନାହିଁ ଜ୍ଞାନଟା ପାଇଁ ମନକୁ ନୀରବ କରିବା ଦରକାର ମନ ନୀରବ କରିବା ପାଇଁ ନାମ ଜପ କରିବା ଦରକାର ମାଙ୍କ ବହି ସବୁ ପଢ଼ିବା ଦରକାର ଜ୍ଞାନ ହେଲେ ନୀରବ ହେଇଯିବ ମାଙ୍କର ବହି ଜ୍ଞାନ ତିଆରି କଲେ ମନ ଯେଉଁ ଚଳଚଞ୍ଚଳ ହେଉଛି ଜ୍ଞାନ ଦ୍ୱାରା ଚଳଚଞ୍ଚଳ ମନକୁ ଲଗାମ ପ୍ରାଣ ଯେଉଁ ଉଚ୍ଛନ୍ନ ହେଇଯାଉଛି ଭକ୍ତି ଦ୍ୱାରା ପ୍ରାଣକୁ ଲଗାମ କର୍ମ କାମ ଦ୍ୱାରା ତାକୁ ଶରୀର କର୍ମ ଦ୍ୱାରା ନିୟନ୍ତ୍ରିତ ହେବ ତେଣୁ ଆଶ୍ରମ ଯେଉଁମାନେ ସବୁ ନୂଆ ନୂଆ ଆସନ୍ତି ତାଙ୍କର ଯେ ଥାଏ ପ୍ରାଇଡ଼ ଥାଏ କର ମୁଁ ଗୋଟେ ଡକ୍ଟର ମୁଁ ଗୋଟେ ପ୍ରଫେସର ମୋତେ ନିହାତି ସ୍କୁଲରେ କାମ ମିଳିବ କି ମୋତେ ଡିସ୍ପେନ୍ସରୀରେ କାମ ମିଳିବ ମା ଦେଇଥିବେ କାଠ ଗଲାରେ କାଠ ଓଜନ କରିବୁ ଯା କାହିଁକି ତା ଅହଙ୍କାରଟା ଛାଡ଼ୁ ଯେଉଁ ଡକ୍ଟରର ଅହଙ୍କାର ନେଇକି ସେ ବଞ୍ଚିଥିଲା ଛଡ଼େଇବା ପାଇଁ ମା କ'ଣ କଲେ କାଠ ଗଲାରେ ଦେଲେ ମୁଁ ପ୍ରଫେସର ତ କ୍ଷୀର ଆଉଟିଆ କାମ ଦେଲେ କ'ଣ ପାଇଁ ଅହଙ୍କାର ଛଡ଼େଇବା ପାଇଁ ବୁଝିହେଉଛି ତେଣୁ କେତେ କେତେ ସାଇଣ୍ଟିଷ୍ଟ ମାନେ ଆସିକି ଲେବର କାମ କରୁଛନ୍ତି ସାଇଣ୍ଟିଷ୍ଟ ମାନେ କେଉଁଠି ଆମର ଯେଉଁ ଅରବିଲରେ ଲେବର କାମ କରୁଛନ୍ତି ଘାସ କାଟୁଛନ୍ତି ଏ ଯେଉଁ ମେସିନ୍ ଧରିକି ଘାସ କାଟୁଛନ୍ତି ଖୋଳିକିରି ଗଛ ଲଗାଉଛନ୍ତି ଗଛରେ ସେ ପାଣି ସ୍ପ୍ରେ କରୁଛନ୍ତି ସାଇଣ୍ଟିଷ୍ଟ ଗୁଡ଼ାକ ଗର୍ବ କୁଆଡ଼େ ହେଲା କେତେ ସିମ୍ପ୍ଲିସିଟି ସେମାନେ ତେଣୁ ବ୍ୟକ୍ତିର ଏ କର୍ମ ଦ୍ୱାରା ଅହଙ୍କାରକୁ ଦୂର କରିବାର ଭାବ ଥାଏ ତେଣୁ ସେଇଟା କରନ୍ତି ତେଣୁ ଆମକୁ ଆହୁରି ସଜାଡ଼ିବାକୁ ଅଛି ବହୁତ ବାକି ହେଲା କେବଳ ଗୋଟିଏ କଥା ଦରକାର ଆମକୁ ସେଇ କୃପା ଉପରେ ପରିପୂର୍ଣ୍ଣ ଆସ୍ଥା ରଖିବା ଦରକାର ଆଉ ଏ କୃପା ହିଁ ସବୁ କ୍ଷେତ୍ରରେ ଆମ ପାଇଁ ସହାୟକ କୃପା ସବୁ କ୍ଷେତ୍ରରେ କାହାର କୋଉ ପ୍ରକାର ଆବଶ୍ୟକ ଅଛି ସବୁ କ୍ଷେତ୍ରରେ କୃପା ଦରକାର ଆଉ କୃପା ବିନା ଆମେ କିଛି କରିପାରିବା ପ୍ରୋଗ୍ରେସ କରିବା ୱିଦାଉଟ୍ କୃପାରେ
ଇମ୍ପସିବଲ୍। ବିନା କୃପାରେ ପ୍ରୋଗ୍ରେସ କରିହେବନି। ମତେ ଏବେ ଜଣେ ଭାରି ପ୍ରାକ୍ଟିକାଲ କଥା ଆଜି କହୁଛି, କହିବା କଥା ନୁହଁ। ଜଣେ ଅପା ମତେ କ୍ୱେଶ୍ଚନ କଲେ ବାଲିମେଳାରେ, ଟିକିଏ ପାଅ କ୍ୱେଶ୍ଚନ କଲେ, ଭାଇ ମୋ ମନରେ ଆପଣଙ୍କର ଗୋଟେ ପ୍ରଶ୍ନ ଉଠୁଛି କିନ୍ତୁ ପଚାରି ପଚାରି ସାହସ କରିପାରୁନି, ହେଲେ ଆପଣ ଆମ ସହିତ ଭାରି କ୍ଲୋଜଲି ମିଶନ୍ତି ତେଣୁ ଆଜି ପଚାରୁଛୁ। କୁହ, ଅନେକ ମ୍ୟାରେଜ କରିକି ସାଧନା କରିବା କଷ୍ଟ, କରିପାରୁନା। ଆପଣ ତ ଭାଇ ପୁରା ବିରଳ, ମ୍ୟାରେଜ କରିକି ବି ସାଧନା, ଆଉ ଯୋଉ କଥା ସବୁ କହୁଛନ୍ତି, ଆଉ ଯୋଉ ପ୍ରକାର ବୀର ଦର୍ପରେ ମାଡି ଆସୁଛନ୍ତି ମା କାମରେ, ଏଇଟା ରେୟାର ଲୋକଙ୍କ ଲାଇଫରେ। ତା ଭିତରେ ମୋର ପ୍ରଶ୍ନ କେମିତି ଏଟା କଲେ, ଦେଖ କାହା ପାଇଁ ମ୍ୟାରେଜ ଉଦ୍ଦିଷ୍ଟ ନା ଭଗବାନ ଡିସାଇଡ୍ କରିସାରିଛନ୍ତି, ଆମେ ଏଠି କିଏ ବାରଣ କରିପାରିବା। ମା କାହାକୁ ବାଛିଥିବେ ତାଙ୍କ କାମ ହେବା ପାଇଁ ସିଏ ବି ଡିସାଇଡ୍ କରିସାରିଛନ୍ତି। ତେଣୁ ମୁଁ ତାଙ୍କୁ କହିଲି, ମୁଁ ବାବାଜୀ କ'ଣ ଦେଖିଥିଲେ ମତେ କହିଲେ ଯେ ତମ ଟଚ୍ରେ ବହୁତ କଥା ହବ, ବହୁତ କଥା ହବ, ରୋଗୀ ଭଲ ହେଇଯିବ। କ'ଣ କହୁଛ ତମେ ଅର୍ଡିନାରୀ ବୋଲି? ମୁଁ କ'ଣ କହୁଛ ଅର୍ଡିନାରୀ? ମୁଁ ନାଇଁ ଅର୍ଡିନାରୀ ନୁହେଁ, ମୁଁ ଆଉ କ'ଣ, ନାଇଁ ନାଇଁ ତମ ଅର୍ଡିନାରୀ ନୁହଁ, ନା ତମ ଅର୍ଡିନାରୀ ନୁହଁ, ନା ଅର୍ଡିନାରୀ ନୁହଁ, ମୁଁ କହିଲି ନା ତମ ଅର୍ଡିନାରୀ ନୁହଁ, ଏମିତି କହୁଛନ୍ତି। ସେଠୁ ତମ ପାର୍ଶ୍ୱର କାମ ତମ ଦ୍ୱାରା ବହୁତ କାମ, ମତେ ବୋଲ୍ଡଲି କହୁଛନ୍ତି ତମ ପାର୍ଶ୍ୱର କାମ କର ତମ ଦ୍ୱାରା ବହୁତ କାମ ହବ। ମୁଁ ବୁଝିପାରୁନି, କମ୍ ବୟସର ପିଲା, ମୁଁ କ'ଣ ତାଙ୍କ ମା ଦେଖିଥିଲେ, ମାଙ୍କର ପ୍ରଭାବ ସେ କହିଲେ। ପୁଣି ମ୍ୟାରେଜ ଭିତରୁ ଫସିଗଲେ, ପୁଣି ମା ମଧ୍ୟ ଚିନ୍ତା କରୁଛି। ମୁଁ ସମାଜରେ କହିଲି, ପୁଣି ଯୋଉ ଲୋକକୁ ମୁଁ ମ୍ୟାରେଜ କଲି ତ ତାର କିଛି ତପସ୍ୟା ଥିବ ଯେ କାହାକୁ ଗୋଟେ ମାଧ୍ୟମ ପାଇଲେ ସେ ବିକାଶ କରିବ। ତେଣୁ ମୁଁ ତା ମାଧ୍ୟମ ଜୁଟିଛି ତାର ବିକାଶ ପାଇଁ, ତାର ପରିବର୍ତ୍ତନ ହବାର ଆବଶ୍ୟକ ଅଛି। ତା ପରିବର୍ତ୍ତନ ପାଇଁ ତ ପୁଣି ତାର ଯୋଉ ରୋଗଟା ଅଛି ତା ଟ୍ରିଟମେଣ୍ଟ ପାଇଁ ଡକ୍ଟର ଦରକାର। ମତେ ଡକ୍ଟର ବାଛିଥିଲେ ମା, ତାର ରୋଗର ଟ୍ରିଟମେଣ୍ଟ ମୁଁ କରିବି, ତାର ଚେତନାଗତ ଶୁଦ୍ଧିକରଣରେ ମୁଁ ସହାୟ ହେବି, ତା ଆତ୍ମାର ବିକାଶରେ ମୁଁ ସହଯୋଗୀ ହେବି। ତେଣୁ ସେ ମୋର ସାଥୀ ହେଇଗଲା। ତେଣୁ ମା ସେଟା ଉପରୁ ସେଟିଂ କରିଛନ୍ତି। ତେଣୁ ତେଣୁ ତା ବିକାଶ ପାଇଁ ମୁଁ ସାଥୀ ହେଇଛି, ତା ମାନେ ନୁହଁ ଆମେ ଅନ୍ୟ କିଛି ପାଇଁ ସାଥୀ। ତେଣୁ ଯଦି ମୁଁ ଏଇ ଆଟିଚ୍ୟୁଡରେ ନେଉଥିବି, ଆମେ ଉଭୟ ଆତ୍ମାର ବିକାଶର ସାଥୀ, ଯଦି ଆଟିଚ୍ୟୁଡରେ ଆମେ ନେବୁ, ପାରିବାରିକ ଜୀବନ ଭିତରେ ରହିବା, ଆତ୍ମାର ବିକାଶରେ ପରସ୍ପର ସହଯୋଗୀ ହେବା। କେତେ କେତେ ଧୈର୍ଯ୍ୟ ମତେ ଧରିବାକୁ ପଡୁଛି, କେତେ କେତେ ମୁଁ ସହିଛି। ମୁଁ ଜାଣିଛି ପୁରା ନେଗେଟିଭ, ତାପରେ ବି ଏତେ ନେଗେଟିଭ ଭିତରେ ମା କେମିତି ଜୁଟେଇଲ ମା। ମୁଁ ଖାଲି ମା ଖାଲି ବିକଳ ପ୍ରେୟାର କରେ ତା ପାଇଁ, ତାକୁ ଡାଇରେକ୍ଟ କହିପାରେନି, କାରଣ ତାକୁ ତ କିଛି ଫଳ ମିଳିବନି, ତାକୁ ହିଁ ଖାଲି ଡାଇରେକ୍ଟ କହିବି। ସେଠୁ ଆପେ ଆପେ କେମିତି ତା ଭିତରେ ମାଙ୍କ ପ୍ରଭାବ କେମିତି କାମ କଲା, କେତେ କେତେ ଇନସିଡେଣ୍ଟ ମା କରେଇଦେଲେ। ତାର ଗୋଟେ ଜ୍ୱଳନ୍ତ ଉଦାହରଣ କହୁଛି। ବାରିପଦା ଯାଇଥାଏ ଜୋନାଲ ମିଟ୍ରେ, ମୋର ସେତେବେଳେ ଟିକେ ଛୁଆଟେ ହେଇଥାଏ, 13 ମାସର, ବର୍ଷେ 3 ମାସର। ସେ କାନ୍ଥକୁ ଧରିକି ଚାଲୁଛି, ଭଡ଼ା ଘର, ତାର ମଟରରେ ପାଣି ଉଠଉଛନ୍ତି। ଇଏ ମୁଁ ମୋର ରାତି 3ଟା 3:30 ବେଳେ ଉଠିକି ଫ୍ରେସ୍ ଫ୍ରାସ୍ ହେଇକି 4:15ରେ ବସ୍ ଧରି ବାରିପଦା ବସ୍, ଫାଷ୍ଟ ବସ୍ଟା ମୁଁ ପଳେଇଲି। ଉଠିଲା ଯେତେବେଳକୁ ମୁଁ ଟିକେ ଗେଲ କରିଦେଇ ପଳେଇଛି। ତାପରେ ତା ଭିତରେ ସକାଳୁ ଉଠିକି ଗିନାରେ ତାର ଚକଟା କରିକି ତାକୁ ଖୋଇ ଦଉଛି, ତା କାନ୍ଥକୁ ଧରି ଧରିକା ବୁଲୁଛି। ମଟର ଦେହରେ ଲଗେଇ ଦେଇଛି ଆଙ୍ଗୁଳିଟା, ଯୋଉ ଘାଁ ଘାଁ ସାଉଣ୍ଡ ହଉଛି, ଦେଇଛି ଆଙ୍ଗୁଳିଟା ଖେଞ୍ଚି, ଆଙ୍ଗୁଳିଟା ପୁରା ଛେଚରା ହେଇଗଲା। କରେଣ୍ଟ ଖାଇଲା, ଛୋଟିଆ ଛୁଆ ସେନ୍ସଲେସ୍ ହେଇକି ପଡ଼ିଲା। ତାକୁ ଇମିଡିଏଟ୍ ଆମ କଲୋନୀର ଲୋକ ମେଡିକାଲ ନେଇଗଲେ। ସେନ୍ସ ତାର ସହଜେ ଆସୁନାହିଁ। ସେଇଠି ଯୋଉ ବିକଳ ହେଇକି ସେ ମାଆକୁ ଡାକିଛି। ତାପରେ ଘଣ୍ଟେ ପରେ ଡକ୍ଟର କହୁଛନ୍ତି ରୁହ, ସେନ୍ସ ନ ଆସିଲେ କିଛି କହିହେବନି, ଛୁଆଟା ଡେଡ୍ ହେଇଗଲା କି କ'ଣ ମୋତେ ଡାଉଟ୍ ଲାଗୁଛି, ଆଉ ଟିକେ ଧୈର୍ଯ୍ୟ ଧର, ଭଗବାନ ଡାକ। ଡକ୍ଟର କହିଲେ ଭଗବାନ ଡାକ, ଆମେ ଗେସ୍ କରିପାରୁନୁ ଛୁଆ ଡେଡ୍ ଅଛି କି କ'ଣ ବଞ୍ଚିଛି, କହିଦେଇଛନ୍ତି। ଆଉ ଇଏ ତ ବିକଳ ହେଇକି ଡାକିଛି, ଆଉ ମା ବୋଲି। ଆଉ ସେଇଠି ଯୋଉ ବିକଳ ପ୍ରାର୍ଥନାଟା ତା ବାହାରିଲା, ଘଣ୍ଟେ ପରେ ସେନ୍ସ ଆସିଗଲା। ସେନ୍ସ ଆସିଗଲା। ତାପରେ କ'ଣ ଟିକେ ଔଷଧ ପତ୍ର ଦେଇଦେଲେ, ବ୍ୟାଣ୍ଡେଡ୍ ଲଗେଇଦେଲେ, ଧରି ପଳେଇଲେ। ମୁଁ ଆସି ଦେଖିଲି ମୋ ଛୁଆ ଠିକ୍ ଅଛି, bu ହଉଛି, ମୋ ଆଙ୍ଗୁଳିଟା ଦେଖଉଛି, ମୁଁ ଗେଲ କରୁଛି। ଗଲାବେଳେ ଗେଲ କରିକି ଯାଇଥିଲା, ଆସିଲା ଗେଲ କରୁଛି। ମୁଁ କାହିଁ ମଝି ଇନସିଡେଣ୍ଟଟା ଜାଣିବି। ଆମ ଘର ଓନରର ବୋହୂଟି ମତେ କହୁଛି ସାର୍ ଆଜି କାନ୍ଦିଥାନ୍ତେ। ମୁଁ ମତେ କେବେ କାନ୍ଦିବା ଦେଖିଛ? ମୋ କୁସୁମଟା ଦେଖିଛ ନା? ଆଜି କହୁଛ କାନ୍ଦିଥାନ୍ତି, କ'ଣ ପାଇଁ କାନ୍ଦିବି? ତମ ଘରେ 12 ବର୍ଷ ହେଲେଣି, କୋଉଦିନ ଦେଖିଛ ନା ମତେ କୁହନା ଦେଖିଆ? ନା ଆଜି ତ କାନ୍ଦିଥାନ୍ତେ। ଆଉ କ'ଣ ପାଇଁ? ସାଞ୍ଛୁଆଟା ବହୁତ ଭଲ ପାଉଛନ୍ତି, ତାର ଆଜି ଏମିତି ଇନସିଡେଣ୍ଟ ହେଇଛି। କହିନି ସନ୍ଧ୍ୟା କିଛି? ମୁଁ ନା କହିନି। କହିନି ପର୍ଯ୍ୟନ୍ତ? ମୁଁ ନା କହିନି ତ। ଆଉ ହେଲା। ତାପରେ ମୁଁ ପଚାରିଲି କ'ଣ ହେଲା?
ନା ଏମିତି କଥା ହେଲା ଆଉ ସତରେ ମା ଅଛନ୍ତି ମାନେ ମୁଁ ମାଙ୍କ କାମରେ ଯାଇଛି ପରିବାର ଦାୟିତ୍ୱ କାହା ହାତରେ ଛାଡ଼ି ଦେଇଛି ମାଙ୍କ ଉପରେ ଛାଡ଼ି ଦେଇଛି ତେଣୁ ମା ପରିବାର କଥା ବୁଝିବନି ମୁଁ ବୁଝିବି ସେ ବୁଝିଲେ ନା ନାହିଁ କ'ଣ ହେଲା ପୁଣି ନା ବିଶେଷ ଖର୍ଚ୍ଚ ବାର୍ଚ୍ଚ ଆମର ହେଇନି କିନ୍ତୁ ସେନ୍ସ ଆସିଗଲା ସାଲାଇନ୍ ଲଗେଇକି ପଳେଇ ଆସିଲି ତେଣୁ ଏଇ ଯେଉଁ ଭାବନା ତାର ଆସିଗଲା ସତରେ ମା ଅଛନ୍ତି ନିଜେ ଟାଇଫଏଡ଼ରେ ପଡ଼ିଲା ସେ ଦେଖିଛି 20 ଟଙ୍କା ନେଇକି ମେଡ଼ିକାଲକୁ ଯାଇଛି ସେ 20 ଟଙ୍କା ମୋ ପକେଟରେ ଆସିଲା ବେଳକୁ 12,000 ଟଙ୍କା ସେ 20 ଟଙ୍କା ମୋ ପକେଟରେ ଆସିଲା ବେଳକୁ 12,000 ଟଙ୍କା ମେଡ଼ିକାଲ ମୁଁ କୁଆଡ଼େ ଯାଉନି କେବଳ ମାତୃଙ୍କୁ ଆସି ସମାଜରେ ପ୍ରେୟାର କରୁଛି ଆଉ କୁଆଡ଼େ ଯାଉନି ମେଡ଼ିକାଲରେ ବସୁଛି ମୁଁ ପେସେଣ୍ଟ ପାଖରେ ବସୁନି ତା ସାଇଡ଼ରେ ଯେଉଁ ବାରଣ୍ଡାରେ ଯେଉଁ ଚେୟାର ପକେଇଦେବି ମୁଁ ସେଇଠି ବସୁଛି ବାରଣ୍ଡା ପଛପଟେ ତାର ବେଡ଼ଟା ସେ ଦୁଆର କଡ଼ରେ ଯେଉଁ ଚେୟାର ପଡ଼ିଛି ମୁଁ ସେଇଠି ବସୁଛି ମୋ ଭାଇ ତାର ଆସୁଛି ଡକ୍ଟରମାନେ ଆସୁଛନ୍ତି ନର୍ସ ଆସୁଛି କେତେ କେତେ ମିରାକିଲ୍ସ ହେଉଛି ଡକ୍ଟରମାନେ ମୋତେ ଚାମ୍ବରକୁ ଡକେଇ କହିଲେ ଆପଣ ଟିକେ ଆସିଲେ ଚାମ୍ବରକୁ କହିଲେ କ'ଣ କହୁନାହାନ୍ତି ନାଇଁ ନା ଆପଣଙ୍କର ଏଠି ଗୋଟେ ମିରାକିଲ୍ ହେଉଛି ବେଡ଼ରେ କ'ଣ ମିରାକିଲ୍ ହେଲା ମୁଁ କହିଲେ ଆପଣ କ'ଣ କରନ୍ତି ମୁଁ କ'ଣ କରେ ଆପଣ ଜାଣିବାକୁ ଚାହାନ୍ତୁନି କ'ଣ ହେଇଛି ଫ୍ୟାକ୍ଟ କ'ଣ କୁହନ୍ତୁ ନା ସେ ତ ମିରାକିଲ୍ ହେଉଛି ସେ ବେଡ଼ରେ ଆଉ କ'ଣ ସେ ବେଡ଼ରେ ମିରାକିଲ୍ ହେଉଛି କହିଲେ ଆମେ ଯିଏ ଯାଉଛୁ ଅଟୋମେଟିକ୍ ତା ପାଖକୁ ଯାଉଛୁ ତା ଟ୍ରିଟମେଣ୍ଟ କଥା ପଚାରୁଛୁ ଯେତେ ଥର ନର୍ସ ମାନେ କ'ଣ ଡକ୍ଟର ମାନେ କ'ଣ ଯେତେ ଥର ରାଉଣ୍ଡ କରୁଛନ୍ତି ତାକୁ ପଚାରୁଛନ୍ତି ନର୍ସ ମାନେ ଯିଏ ଗଲେ ତାକୁ ପଚାରୁଛନ୍ତି ମୁଁ ମୂଳରୁ ତା ପାଖରେ ବସୁନି ମୋର ସେ ଚେୟାରରେ ବସିକି ନାମ ଜପ କରୁଛି ମୁଁ କହିଲି ନା ମୁଁ ଗୋଟେ ଶ୍ରୀରନ୍ଦ ସ୍କୁଲରେ ଅଛି ଅର୍ଗାନାଇଜେସନ୍ କାମ କରୁଛି ଆଉ ପଇସା ଦରକାର କହୁନାହାନ୍ତି ଦେବି କେତେ ଦରକାର ଦେବି ମୋ ଛୁଆ ମୋ ମିସେସ୍ ଭଲ ହେବା ଦରକାର କାହିଁକି ନା ଆପଣ ଯାହା କିଣିଲେଣି ଆଉ କିଣିବେନି ଆମେ ଦେବୁ ସେଠୁ ଯେଉଁ 662ଟା ଇଞ୍ଜେକ୍ସନ୍ 9ଟା କିଣିବାର ଥିଲା ମୁଁ 3ଟା କିଣିଛି କହିଲେ ଆଉ ଏଇଟା କିଣିବେନି ନା ଆମେ ଦେବୁ ହଉ ତାର ବଢ଼ିଆ କଥା ସିଏ ସେଠୁ ଦେଲେ ପଇଡ଼ ଭରପୁର ହର୍ଲିକ୍ସ ଦୋକାନ ଖୋଲା ହେଇଗଲାଣି ଗୋଟେ ଦୋକାନ ହର୍ଲିକ୍ସ ବିସ୍କୁଟ ପାଉଁରୁଟି ଛାଡ଼ ଏଇଟା କ'ଣ କୁହାଯିବ ଗୋଟେ ଦୋକାନ ହେଇଯାଇଛି ଏଠି ଯିଏ ଆସୁଛି ଦେଖିବା ପାଇଁ ଦେଇକି ଯାଉଛି ହର୍ଲିକ୍ସ ଥିବ ବିସ୍କୁଟ ଥିବ ପାଉଁରୁଟି ଥିବ ଦେଇକି ଯାଇଥିବେ କ୍ଷୀର ପ୍ୟାକେଟ୍ ଏଟା କ'ଣ ହବ ଏଇଟା ଏତେ ଦୋକାନ ପୁରା ହେଇଗଲା ଏଠି ସେଠି ସେ ଚିନ୍ତା କଲା କ'ଣ ଏମିତି ସବୁ ହେଉଛି ହେଲା ଯେ ତା ଡକ୍ଟରମାନେ ତ ପଇସା ନେବେ ନାହିଁ ମନା କଲେ ଏଠୁ ଭଲ ମିଠା 200 ଟଙ୍କା ଖଣ୍ଡେ ଆଣିଲା ଯେ ଡକ୍ଟରଙ୍କୁ ଦେଇକି ଟିକେ ମୁଣ୍ଡିଆଟେ ଭଲକି ମାର ଡକ୍ଟର କହିଲେ ଇଏ 25 ଦିନ ରହିଥାନ୍ତା 9 ଦିନରେ ଯାଉଛି ଆଶ୍ଚର୍ଯ୍ୟ ପ୍ରକାର 25 ଦିନରେ ଯେଉଁ ରୋଗ ଭଲ କରୁଛୁ ଆମେ ଏ 9 ଦିନରେ ପୁରା ଭଲ ହେଇଯାଉଛି 9 ଦିନରେ ସେ ଆସିଛି ମେଡ଼ିକାଲରୁ 25 ଦିନର ପେସେଣ୍ଟ 9 ଦିନରେ ଭଲ ହେଇଛି 20 ଟଙ୍କା ଧରିକି ଯାଇଥିଲି ପେସେଣ୍ଟକୁ ସେ ଜାଣିଛି 12,000 ଟଙ୍କା ମୋ ଆଇଲା ବେଳକୁ ପକେଟରେ ତେଣୁ ଏସବୁ କାହାର କାମ ହୁଏ ମାଙ୍କର କାମ ତେଣୁ ଯଦି ମାଙ୍କର କନଫିଡେଣ୍ଟ ରହିବ ବହୁତ କିଛି କରିଦେଇପାରିବେ ତେଣୁ ଭରସା ରହୁ ମା ନିଶ୍ଚିତ ସାହାଯ୍ୟ କରିବେ O Supreme Lord, eternal truth, let us obey thee alone and live according to truth. Paramocha Prabhu Satya Nitya Tvameva Kevalam Anuvarta Mahe Satyam Manujivama Kevalam. हे परम प्रभु चिरंतन सत्य आमे केवल तुमरी आज्ञा बह हो उठू और सत्यर विधान को आश्रय करी जीवन धारण करू ओम आनंदमयी चैतन्यमयी सत्यमयी परमे ओम शांति शांति